ସାକ୍ଷାତରେ ପରିଚାଳନା କରେ। ଆଉ ସେଇ ଯେଉଁ ପ୍ରଥମ ପଶୁ ମୃତ୍ୟୁ ଜନକ କ୍ଷତ ସୁସ୍ଥ ହୋଇଥିଲା ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନିବାସୀମାନଙ୍କୁ ବାଧ୍ୟ କରେ। ସେ ମହା ଆଶ୍ଚର୍ଯ୍ୟ କର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ। ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀ ନିବାସୀମାନଙ୍କୁ ଭ୍ରାନ୍ତ କରି ଯେଉଁ ପଶୁ ଖଡ଼ଗ ଦ୍ୱାରା ଆଘାତ ହେଲେ ହିଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କୁହେ। ପଶୁର ପ୍ରତିମା ଯେପରି କଥା କହିପାରେ ଓ ଯେତେ ଲୋକ ପଶୁର ସେହି ପ୍ରତିମାକୁ ପ୍ରଣାମ ନ କରନ୍ତି, ସେମାନେ ଯେପରି ବଧ କରାଯିବେ, ଏଇଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନଦାନ କରିବାର କ୍ଷମତା ଦିଆଗଲା। ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହାତରେ କିମ୍ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରେ। ପୁଣି ସେହି ଚିହ୍ନ ଅର୍ଥାତ୍ ପଶୁର ନାମ କିମ୍ବା ତାହାର ନାମର ସଂଖ୍ୟା ଧାରଣ କରିନଥିବା ଲୋକକୁ କ୍ରୟ ବିକ୍ରୟ କରିବାକୁ ନିଷେଧ କରେ। ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି 666। ଆସନ୍ତୁ ଆମେ ବାକ୍ୟ ନିମନ୍ତେ ପ୍ରାର୍ଥନା କରିବା। ଧନ୍ୟବାଦ ଗୌରବ ସମ୍ଭ୍ରମ ପରିପୂର୍ଣ୍ଣ ପ୍ରଭୁ ଯୀଶୁ। ଓ ପ୍ରଭୁ ତୁମ ମହାନ ଆମେ ଧନ୍ୟବାଦ ଜଣାଉଛି। ପ୍ରଭୁ ଆମମାନଙ୍କୁ ଏହି ସୁନ୍ଦର ସୌଭାଗ୍ୟତା ଦେଇଅଛ। ପ୍ରଭୁ ବର୍ତ୍ତମାନ ଗୀତ ଦ୍ୱାରା ତୁମର ମହିମା କରିଅଛୁ, ବାକ୍ୟ ମାଧ୍ୟମରେ ପ୍ରଭୁ ତୁମର ପ୍ରଶଂସା କରିବୁ। ଓ ପ୍ରଭୁ ଯେଉଁ ବାକ୍ୟ ପଢ଼ିଅଛୁ ତାହାର ଭେଦ ରହସ୍ୟ ଜାଣିବା ପାଇଁ ଆମମାନଙ୍କ ନିକଟରେ ସେତିକି ଜ୍ଞାନ ନାହିଁ। ପ୍ରଭୁ ତୁମେ ପବିତ୍ର ଆତ୍ମାରେ ପ୍ରଭୁ ମୋତେ ଆଶୀର୍ବାଦ କର, ଯେପରି ମହିର ସମସ୍ତ ନିଗୁଢ଼ ଭେଦ ରହସ୍ୟ ଆଜି ମଣ୍ଡଳୀଠାରେ ପ୍ରକାଶ କରିପାରିବେ ଏବଂ ଯେପରି ତୁମେ ଗୌରବ ପାଇପାରିବ, ସେ ନିମନ୍ତେ ଆଶୀର୍ବାଦ କର। ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏ ସମସ୍ତ ପ୍ରାର୍ଥନା ମାଗୁଅଛି। ବସିବା। ପ୍ରଭୁଙ୍କ ମହାନାମର ଗୌରବ ହଉ। ସେ ଆମମାନଙ୍କର ସକଳ ଯତ୍ନ ନେଇଅଛନ୍ତି। ଗୋଟେ ସପ୍ତାହ ପରେ ସେ ଆମମାନଙ୍କୁ ପୁଣି ଥରେ ଏହି ସୁନ୍ଦର ସୁଯୋଗ ଦେଇଅଛନ୍ତି। ଆଉ ଆମମାନେ ପ୍ରଭୁଙ୍କର ଉପାସନା କରିବା ପାଇଁ ଏଠି ବସିଅଛେ। ଆଉ ଯେଉଁ ବାକ୍ୟ ଆଜି ଆମମାନେ ପଢ଼ିଛେ, ଏହା ଏକ ନିଗୁଢ଼ ବିଷୟ ଅଟେ। ଆଉ ଏହି ବାକ୍ୟକୁ ନେଇକି କିଛି ସପକ୍ଷ କିଛି ବିପକ୍ଷ ବିଷୟ ମଧ୍ୟ ରହିଅଛି। ସେଥିପାଇଁ ମୁଁ ଆଜି ଦୁଇଟା ବିଷୟରୁ କହିବାକୁ ଚାହେଁ। ଗୋଟେ ହେଉଛି ପଶୁର ଚିହ୍ନ, ଆଉ ଗୋଟେ ହେଉଛି ଶୈତାନର ଧନ। ହାଲେଲୁୟା। ତେବେ ଦେଖୁଅଛୁ, ହୁଏତ ଆମମାନେ ଏଇ ପଶୁର ଚିହ୍ନ ଏଠାରୁ ଲାଗୁ ହେବା ପୂର୍ବରୁ ଏଠାରୁ ସେ ଉର୍ଦ୍ଧ୍ୱକୁ ନୀତ ହୋଇସାରିଥିବା, କିନ୍ତୁ ମୋର ଏହା ବିଶ୍ୱାସ ଅଟେ କି ମଣ୍ଡଳୀକୁ ବାକ୍ୟର ପ୍ରତି ଅଂଶକୁ ସେ ଜ୍ଞାତ ହେବା ଜରୁରୀ ଅଟେ। ପ୍ରେଜ୍ ଦ ଲର୍ଡ। ତେବେ ସଦାପ୍ରଭୁ ପଶୁର ଚିହ୍ନ ବିଷୟରେ ବାକ୍ୟ ମାଧ୍ୟମରେ କହିଅଛନ୍ତି। ଆଉ ତାହା କିପରି ଦେଖାଯିବ ତାହା ପ୍ରେରିତ ବାର୍ତ୍ତା ଦ୍ୱାରା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ମଧ୍ୟ କୁହାଯାଇଅଛି। ଆଉ ନିଶ୍ଚିତ ରୂପରେ ଯଦି ପୃଥିବୀରେ ଏ ପ୍ରକାର କିଛି ବିଷୟ ଘଟିବା ପାଇଁ ଯଦି ସ୍ଥିର କରାଯାଏ, ତେବେ ମଣ୍ଡଳୀକୁ ଅତି ଆଗ୍ରହ ସହ ବାକ୍ୟରେ ସ୍ଥିର ହୋଇ ରହିବା ନିହାତି ଜରୁରୀ ଅଟେ। ହାଲେଲୁୟା। ପ୍ରିୟ ମଣ୍ଡଳୀ, ଆମମାନେ ଜାଣୁ କି ବାକ୍ୟ ପଢ଼ିବା କୌଣସି ଖବରକାଗଜ କିମ୍ବା କୌଣସି କାହାଣୀ ବହି ପଢ଼ିବା ନୁହେଁ। କାରଣ ବାକ୍ୟରେ ଲେଖାଯାଏ କି ଏହା ଜ୍ଞାନୀମାନଙ୍କ ଠାରୁ, ବୁଦ୍ଧିମାନ ଲୋକମାନଙ୍କ ଠାରୁ କିଛି କି ଏହା ଶିଶୁମାନଙ୍କ ଠାରେ ପ୍ରକାଶ କରାଯାଇଛି। ପ୍ରେଜ୍ ଦ ଲର୍ଡ। ତେବେ ପ୍ରଭୁ କ'ଣ ଚାହାନ୍ତି? ସେ ଚାହାନ୍ତି କି ଜଣେ ବିଶ୍ୱାସୀକୁ ଯେପରି ସେ ଗୋଟେ ଜାଗାକୁ ନେଇକି ବସେଇକି ତାହାକୁ ଏହି ସମସ୍ତ ନିଗୁଢ଼ ବିଷୟ ଜଣେଇବେ ଏବଂ କହିବେ କି ହେ ମୋର ସନ୍ତାନ, ଏହାକୁ ଶୁଣ, ଜଗତ ଏହା ଜାଣେ ନାହିଁ କିନ୍ତୁ ତୁମେମାନେ ଏହା ଜାଣିବ। ହାଲେଲୁୟା। ତେବେ ଆମେ ଜାଣିଅଛୁ କି ଆଦ୍ୟରୁ ବାକ୍ୟ ଥିଲେ ଏବଂ ବାକ୍ୟ ପ୍ରଭୁଙ୍କ ସହିତ ଥିଲେ, ଆଉ ସେହି ପ୍ରଭୁ ବାକ୍ୟ ଥିଲେ। ତେବେ ଆଦ୍ୟରୁ ଯାହା ଥିଲେ ତାହା ସଦାପ୍ରଭୁ ଥିଲେ। ଏହି ବାକ୍ୟକୁ ଏଠାରେ ଲେଖିବାର କାରଣ ଏହି କି ଭବିଷ୍ୟତ ବକ୍ତା ମାନେ ସେମାନେ କ'ଣ କରନ୍ତି? ସଦାପ୍ରଭୁଙ୍କ ପୂର୍ବ ନିର୍ଦ୍ଧାରିତ ଜ୍ଞାନକୁ ସେମାନେ ଗ୍ରହଣ କରନ୍ତି ଆଉ ତାହା ମଣ୍ଡଳୀରେ ପ୍ରକାଶ କରନ୍ତି। ପ୍ରେଜ୍ ଦ ଲର୍ଡ। ଏଠାରେ ଅତି ସୁନ୍ଦର ଭାବରେ ଭବିଷ୍ୟତ ବକ୍ତା କହନ୍ତି କି ଯେତେବେଳେ ଜଣେ ଓକିଲ ସେ କ'ଣ କରେ, ଯେତେବେଳେ ନିଜର ଗ୍ରାହକମାନଙ୍କୁ ସେ ବିଭିନ୍ନ ପ୍ରକାର ବହିର ଜ୍ଞାନକୁ ସେ ପଢ଼ିଥାଏ, ସେ ତାହା ଗ୍ରହଣ କରିଥାଏ। ସେ ଜ୍ଞାନକୁ ଗ୍ରହଣ କରିକି ସେ ଆଇନ କାନୁନ ବିଷୟରେ ସେ ନିଜ ଗ୍ରାହକମାନଙ୍କୁ ଜଣାଇଥାଏ। ପ୍ରେଜ୍ ଦ ଲର୍ଡ। ସେହି ପ୍ରକାର ଭାବରେ ଆଉ ମଣ୍ଡଳୀ ଥିବା ଭବିଷ୍ୟତ ବକ୍ତା କିମ୍ବା ଜଣେ ପ୍ରଚାରକ କିମ୍ବା
ତଥା ସମସ୍ତ ପ୍ରକାର 5 ପ୍ରକାର ସେବା କାର୍ଯ୍ୟରେ ରହିଥିବା ପ୍ରାଚୀନମାନଙ୍କ ଦ୍ୱାରା ସେମାନେ କ'ଣ କରନ୍ତି, ପ୍ରଭୁଙ୍କ ବାକ୍ୟକୁ ସେ ପ୍ରକାର ତର୍ଜମା କରନ୍ତି ଆଉ ତାହାକୁ ମଣ୍ଡଳୀରେ ସେ ଉପସ୍ଥାପନ କରିଥାନ୍ତି। ହାଲେଲୁୟା। ତେବେ କ'ଣ ହୁଏ, ପ୍ରଥମେ ଜଣେ ଭବିଷ୍ୟତ ବକ୍ତା ସେ ପ୍ରଭୁଙ୍କ ନିକଟକୁ ଯାଆନ୍ତି, ତାପରେ ତାହାଙ୍କର ଛାମୁରେ ବାକ୍ୟର ତାହା ଖୁଲାସା କରାଯାଏ ଏବଂ ସେ ଏହାକୁ ବାଇବଲରେ ସେ ଲେଖି ଦିଅନ୍ତି। ଆଉ ତେବେ ଏହା ବାଇବଲରେ ଲେଖିଲା ପରେ ଏହା କ'ଣ, ଏହା ବର୍ତ୍ତମାନ କ'ଣ ହୋଇଯାଏ, ସଦାପ୍ରଭୁଙ୍କ ପୂର୍ବ ନିର୍ଦ୍ଧାରିତ ଯୋଜନା ତାହା ହୋଇଯାଏ ଆଉ ତାହା ଭବିଷ୍ୟତ ବକ୍ତାମାନେ ଯାହା ପୂର୍ବ କାଳରେ ସେ ତାହା ଦେଖିଥିଲେ। ହାଲେଲୁୟା। ତେବେ ସେ ଏହାକୁ ଲେଖିଥିଲେ ଯାହାଦ୍ୱାରା ଏହି ବାକ୍ୟକୁ ଅନୁସରଣ କରୁଥିବା ପ୍ରତ୍ୟେକ ବିଶ୍ୱାସୀ ଯେପରି ଆଗାମୀ ଘଟଣାବଳୀକୁ ସେ ଯେପରି ଜାଣିପାରିବ। ହାଲେଲୁୟା। ତେବେ ବର୍ତ୍ତମାନ ପ୍ରେରଣ ଦ୍ୱାରା ସେ ଏହି ବାକ୍ୟକୁ ଲେଖିଥିଲେ। ପ୍ରେରଣ ଦ୍ୱାରା ସେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ତାହା ଆମମାନଙ୍କଠାରେ ପ୍ରକାଶ କରିଥିଲେ ଆଉ ପ୍ରେରଣ ଦ୍ୱାରା ଆମେମାନେ ସେହି ବାକ୍ୟକୁ ଗ୍ରହଣ କରିବା ଜରୁରୀ ଅଟେ। ହାଲେଲୁୟା। ତେବେ ଏହା କୌଣସି ପ୍ରକାର ଶାରୀରିକ ଅବସ୍ଥାରେ ଥିବା ବ୍ୟକ୍ତି ଏହା ଗ୍ରହଣ କଦାପି କରିପାରିବ ନାହିଁ, କାରଣ ତା ନିକଟରେ ଏହା ମୂର୍ଖତା ମାତ୍ର ଅଟେ। କିନ୍ତୁ ଆତ୍ମିକ ଭାବରେ ପରିଚାଳନା ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଏହାକୁ ସେ ନିଶ୍ଚିତ ଭାବେ ବିଶ୍ୱାସ କରି ତାହା ଗ୍ରହଣ କରିଥାଏ। ହାଲେଲୁୟା। ତେବେ ଦେଖୁଛୁ ଏହି ପଶୁର ଚିହ୍ନ, ବାଇବଲ କହେ ଯେ ଏଠାରେ ପଶୁର ଚିହ୍ନ ହାତରେ କିମ୍ବା ମୁଣ୍ଡରେ ତାହା ଜଣାଯିବ। ଆଉ ପୂର୍ବରୁ ଆମେ ଅନେକଙ୍କ ଠାରୁ ଶୁଣିଅଛୁ କି ଗୋଟେ ହାତରେ ଟାଟୁ କରାଯିବ କି ମୁଣ୍ଡରେ ଟାଟୁ କରାଯିବ, ଏ ପ୍ରକାର ମାନେ ଶୁଣିଅଛୁ, କିନ୍ତୁ ସେ ପ୍ରକାର ନୁହେଁ। ଏଠାର ଭବିଷ୍ୟତ ବକ୍ତା କୁହନ୍ତି କି ମୁଦ୍ରାଙ୍କନ ପରମେଶ୍ୱରଙ୍କ ଦ୍ୱାରା ମଧ୍ୟ ହୋଇଥାଏ ଆଉ ଶୈତାନମାନଙ୍କ ମଧ୍ୟ ଦ୍ୱାରା ହୋଇଥାଏ। ପ୍ରେଜ୍ ଦ ଲର୍ଡ। ତେବେ ଏବେ ଦେଖନ୍ତୁ ଏଠାରେ ଜିହୁଦା ଇସ୍କରିୟତ ବିଷୟରେ। ଇସ୍କରିୟତ ଜିହୁଦା ସେ ଜଣେ ଖ୍ରୀଷ୍ଟ ବିରୋଧୀ ଥିଲା। ହୁଏତ ସେ ଖ୍ରୀଷ୍ଟଙ୍କ ସହିତ ଚାଲୁଥିଲା ବୁଲୁଥିଲା, କିନ୍ତୁ ବାଇବଲ କୁହ ଯେ ଶେଷ ଦିନରେ ସେ 2ଟି ଆତ୍ମା ଏକ ସାଙ୍ଗରେ ରହିବେ, ଶୈତାନର ଆତ୍ମା ଏବଂ ପବିତ୍ର ଆତ୍ମା ଏକା ସାଙ୍ଗରେ ରହିବେ, କି ଯେପରି ସେ ଚାହିଁଲେ ମନୋନୀତକୁ ସୁଦ୍ଧା ସେମାନେ ଭ୍ରାନ୍ତ କରିବେ। ହାଲେଲୁୟା। ତେବେ ଯେପରି ଏଠାରେ ଦେଖନ୍ତୁ ଆରମ୍ଭରୁ ଯେପରି ପ୍ରଭୁଙ୍କ ଆତ୍ମା ସେ କ'ଣ କରିଥିଲେ, ମୋଶାଙ୍କଠାରେ କାର୍ଯ୍ୟ କରିଥିଲେ ଆଉ ସେଇ ଖ୍ରୀଷ୍ଟଙ୍କ ଆତ୍ମା ଯୋସେଫଙ୍କ ଠାରେ ମଧ୍ୟ ଥିଲେ। କାହିଁକି? କାରଣ ସେ ଖ୍ରୀଷ୍ଟଙ୍କୁ ଯୋସେଫ ସମ୍ପୂର୍ଣ୍ଣ ରୂପରେ ସେ ତାହାଙ୍କୁ ଚିତ୍ରଣ କରିଥିଲେ। ଯୋସେଫ କ'ଣ କରିଥିଲେ, ସେ ନିଜ ପିତାଙ୍କର ପ୍ରିୟ ଥିଲେ, ନିଜର ଭାଇମାନଙ୍କ ଦ୍ୱାରା ଘୃଣା କରାଯାଇଥିଲେ, ପ୍ରାୟ 30 ଖଣ୍ଡ ରୂପାରେ ସେ ବିକ୍ରୟ କରାଯାଇଥିଲେ। ମୃତ ବୋଲି ମନେ କରୁଥିବା ଏକ ଖାଲରେ ମଧ୍ୟ ତାହାକୁ ପକାଇ ଦିଆଯାଇଥିଲା ଆଉ ସେ ତାହା ସମ୍ପୂର୍ଣ୍ଣ ଅକ୍ଷର ଭାବରେ ସେ ଖ୍ରୀଷ୍ଟଙ୍କୁ ସେ ଚିତ୍ରଣ କରିଥିଲେ। ପ୍ରେଜ୍ ଦ ଲର୍ଡ। ଆଉ ଖ୍ରୀଷ୍ଟ ମଧ୍ୟ ସେପରି ସେ ନିଜର ପିତାଙ୍କର ପ୍ରିୟ ଥିଲେ, ନିଜର ଭାଇମାନଙ୍କ ଦ୍ୱାରା ଘୃଣା କରାଯାଇଥିଲେ ଆଉ ସେ ନିଜର ଲୋକମାନଙ୍କ ଦ୍ୱାରା ସେ କ୍ରୁଶବିଦ୍ଧ ମଧ୍ୟ କରାଯାଇଥିଲେ। ପ୍ରେଜ୍ ଦ ଲର୍ଡ। ଆଉ ଯେତେବେଳେ ଏଠାରେ ଦେଖନ୍ତୁ, ଯେତେବେଳେ ପୁଣି ଥରେ ଖ୍ରୀଷ୍ଟ ଯେତେବେଳେ ପ୍ରକାଶିତ ହେଲେ, ସେ ପେଣ୍ଟିକୋଷ୍ଟ ଦିନରେ ଯେପରି ଆସିଲେ ଆଉ ସେତେବେଳେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ମଣ୍ଡଳୀରେ ସେ ପ୍ରବେଶ କଲେ, ଠିକ୍ ସେହିପରି ଭାବେ ଇସ୍କରିୟତ ଜିହୁଦା ମଧ୍ୟ ସେ ଗଛରେ ଯେତେବେଳେ ଝୁଲିଲା, ନିଜ ମୃତ୍ୟୁବରଣ କଲା, ସେ ମଧ୍ୟ ଆସିକି ସେ ରୋମାନ ରାଜ୍ୟ ମଧ୍ୟରେ ସେ ପ୍ରବେଶ କରିବାକୁ ଆରମ୍ଭ କରିଥିଲା। ପ୍ରେଜ୍ ଦ ଲର୍ଡ। ତେବେ କାରଣ ଏଠାରେ ପ୍ରଥମ ଯୋହନ 4:1 ଲେଖାଯାଏ। ପ୍ରଥମ ଯୋହନ 4:1 କ'ଣ ଲେଖାଯାଏ? ହେ ପ୍ରିୟମାନେ, ପ୍ରଥମ ଯୋହନ 4:1। ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କ ଠାରୁ ଆଗତ କି ନାହିଁ ଏହା ସେମାନଙ୍କୁ ପରୀକ୍ଷା କରି ଦେଖ। ପ୍ରେଜ୍ ଦ ଲର୍ଡ। ଏହି ଖ୍ରୀଷ୍ଟଙ୍କ ଆତ୍ମା ଏବଂ ଖ୍ରୀଷ୍ଟାରୀର ଆତ୍ମା, ଏହି ଦୁଇ ଆତ୍ମା କ'ଣ, ସେମାନେ ପ୍ରଥମ ଖ୍ରୀଷ୍ଟାବ୍ଦରେ ସେମାନେ ଆରମ୍ଭ ହୋଇଥିଲେ। ସେମାନେ କ'ଣ ଏକା ସାଙ୍ଗରେ ସେମାନେ ବାହାରିଲେ ଆଉ ସେମାନେ ଏବେ କ'ଣ କରୁଛନ୍ତି, ମଣ୍ଡଳୀ ମଧ୍ୟରେ ସେମାନେ କାର୍ଯ୍ୟ କରୁଛନ୍ତି। ହାଲେଲୁୟା। ସେମାନେ ଅତ୍ୟନ୍ତ ଧାର୍ମିକ ଅଟନ୍ତି। ଯେତିକି ଆଉ ପ୍ରଭୁଙ୍କ ଆତ୍ମା ଯେତିକି ଧାର୍ମିକ ଦେଖାଏ ନାହିଁ ନିଜକୁ, ତାଠୁ ଅଧିକ ଶୈତାନର ଆତ୍ମା ନିଜକୁ ଧାର୍ମିକ ବୋଲି ଦେଖାଇଥାଏ। ହାଲେଲୁୟା। ତେବେ ସେହି କଇନ ଆଉ ହେବଲ, ସେହିପରି ଇସ୍କରିୟତ ଜିହୁଦା ଏବଂ ଖ୍ରୀଷ୍ଟ, ଦେଖନ୍ତୁ ସେମାନେ କ'ଣ ଉଭୟ ଧାର୍ମିକ, ଉଭୟ ସେମାନେ ଉପାସନା କରୁଥିଲେ, କିନ୍ତୁ ସେ କ'ଣ କଲା, କଇନ କ'ଣ କଲା, ହେବଲକୁ ହତ୍ୟା କଲା ଆଉ ଇସ୍କରିୟତ ଜିହୁଦା ତାଙ୍କୁ ବିକ୍ରି କରି ଶତ୍ରୁହସ୍ତରେ ସମର୍ପଣ କରି ତାକୁ ହତ୍ୟା କରେଇଲା। ହାଲେଲୁୟା। ତେବେ ଆଜି ଯେତେବେଳେ ଜଣେ
ଆଉ ବ୍ୟକ୍ତି ଯେତେବେଳେ ସେ ସୁସମାଚାର ଶୁଣେ ଆଉ ଏ ମେସେଜକୁ ଗ୍ରହଣ କରେ ଆଉ ଏ ମେସେଜକୁ ଗ୍ରହଣ କରି ସୁଦ୍ଧା ସେ ଅନ୍ୟାନ୍ୟ ବିଷୟ ଯେଗୁଡ଼ିକ ତମ୍ବାକୁ ସିଗାରେଟ୍ ମଦ ଫଦ ପିଇବା ଏ ସମସ୍ତ ବିଷୟକୁ ଯଦି ସେ ଧରିକି ରଖେ ତେବେ ତା ମଧ୍ୟରେ ସେ ଈଶ୍ୱରିତ ଜୀବନର ଆତ୍ମା ସେ ପ୍ରବାସ କରୁଅଛି। ପ୍ରେଜ୍ ଦ ଲର୍ଡ। ଯଦି ସେ କହେ ନାଇଁ ମୁଁ ଏହା ତ ଗ୍ରହଣ କରିଛି କିନ୍ତୁ ଗ୍ରହଣ କଲା ପରେ ବି ମୁଁ ନିଜର ସ୍ୱଭାବକୁ ମୁଁ ଛାଡ଼ିପାରିବି ନାହିଁ, ବାକ୍ୟ ଗ୍ରହଣ କଲା ପରେ ବି ନିଜର ସ୍ୱଭାବକୁ ମୁଁ ଛାଡ଼ିପାରିବି ନାହିଁ, ମୁଁ ସେଠାରେ ଲିପ୍ତ ରହିବି, ତାହେଲେ କ'ଣ ସେଇଟା ଆସ୍ତେ ଆସ୍ତେ ସେଇ ପଶୁର ଚିହ୍ନକୁ ଧାରଣ କରିବା ବିଷୟ ନୁହେଁ କି? ତାହା ପ୍ରଥମ ପଦକ୍ଷେପ ଅଟେ। ହାଲେଲୁୟା। ଏବେ ଦେଖୁଛୁ ଏଇଟା ଆଉ ସେପରି ସ୍ତ୍ରୀ ଲୋକମାନଙ୍କର ବିଷୟ ମଧ୍ୟ ରହିଅଛି, ସେ ମଧ୍ୟ ତାହାର ସେ ପ୍ରକାର ହିଁ ବିଷୟ ଅଟେ। ଯଦି ଚୁଟି କାଟି ହେଉଛି ତାହେଲେ ତାହା ମଧ୍ୟ ତାହାର ପ୍ରଥମ ପଦକ୍ଷେପ ଅଟେ, ପଶୁର ଚିହ୍ନକୁ ଧାରଣ କରିବାଟା। ହାଲେଲୁୟା। ତେବେ ଏବେ ପଶୁର ଚିହ୍ନ କାହା ପାଖରେ ଅଛି? ସେଥିପାଇଁ ବାକ୍ୟରେ ଲେଖାଯାଏ କି ଦୁଇଟି ଆତ୍ମା ଏତେ ନିକଟତର ହେବେ କି ସେମାନେ ଚାହିଁଲେ ମନୋନୀତକୁ ସୁଦ୍ଧା ଭ୍ରାନ୍ତ କରିବେ। ତେବେ ଆମେ ଜାଣୁ କି ସେଓ ଗଛରେ ସେଓ ଫଳ ଫଳେ, ନାଶପାତି ଗଛରେ ନାଶପାତି ଗଛ ଫଳେ। ଆଉ ଯଦି ଜଣେ ପ୍ରଭୁଙ୍କର ମନୋନୀତ ଯଦି ବ୍ୟକ୍ତି ହୋଇଥାଏ, ସେ ଯଦି ଏ ପ୍ରକାର କାର୍ଯ୍ୟ କରେ ତେବେ ସେ କିପରି ତାହାଙ୍କର ପ୍ରଭୁଙ୍କର ଛବିର ହୋଇପାରିବ। ହାଲେଲୁୟା। ଯଦି ଆମେ ରାଜକୀୟ ଯାଜକ ବର୍ଗ ପ୍ରଜାବନ୍ଧ ଜଗତ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ଯଦି ଏଇ ବାକ୍ୟ ଶୁଣି ଶୁଣି ଯଦି ଆମମାନଙ୍କୁ ବିରକ୍ତ ଲାଗେ ତାହେଲେ ତ ଆମମାନଙ୍କୁ ଶୈତାନ ହିଁ ମୁଦ୍ରାଙ୍କନ କରୁଅଛି। ପ୍ରେଜ୍ ଦ ଲର୍ଡ। ତେବେ ସେହିପରି ସେଥିପାଇଁ ସେ ପ୍ରକାଶିତ ବାକ୍ୟ 17 ପର୍ବରେ ସେହି ମହାବେଶ୍ୟା ଆଉ ସେ ଅନ୍ୟ ବେଶ୍ୟାମାନେ ଥିଲେ ଆଉ ପ୍ରଭୁଙ୍କର ଲୋକମାନେ ସମ୍ପୂର୍ଣ୍ଣ ଜଗତରେ ସେମାନେ ମନୋନୀତ ହୋଇଥିଲେ। ଆଉ ତାପରେ ସେଇ ସ୍ୱର ଆସିଲା କି ହେ ଆମର ଲୋକମାନେ ସେଇଠାରୁ ବାହାରି ଆସ। ହାଲେଲୁୟା। ପୂର୍ବରେ ଯେପରି ମୁଁ କହିଥିଲି ଶୈତାନ କ'ଣ କହେ? ସେ ନିଜକୁ ଧାର୍ମିକ ବୋଲି ଦେଖାଏ, ଠିକ୍ ସେଇ ଇସ୍କାରିୟତ ଜିହୁଦାର ଆତ୍ମା। ତେବେ ତାହା କହିବାର ଅର୍ଥ ତାହାର ପାପର ସୌଭାଗ୍ୟ ତୁମେ ହୁଅ ନାହିଁ, ତୁମେ ସେଠାରୁ ବାହାରି ଆସ, ସେ ଆତ୍ମାରୁ ତୁମେ ମାନେ ବାହାରକୁ ବାହାରି ଆସ। ପ୍ରେଜ୍ ଦ ଲର୍ଡ। ତେବେ ଯଦି ଆମେ ମନୁଷ୍ୟ ଭାବରେ ଜନ୍ମଗ୍ରହଣ କରିଅଛୁ ତେବେ ମନୁଷ୍ୟ ପରି ଆଚରଣ କରିଅଛୁ। ଯଦି ଖ୍ରୀଷ୍ଟାନ ଭାବେ ଜନ୍ମଗ୍ରହଣ କରିଅଛୁ ତେବେ ଖ୍ରୀଷ୍ଟାନ ଭାବରେ ହିଁ ଆଚରଣ କରିବା ନିହାତି ଜରୁରୀ। ହାଲେଲୁୟା। ଆଉ ଯଦି ବାକ୍ୟକୁ ଅସ୍ୱୀକାର କରୁଛୁ ତେବେ ଶୈତାନ କ'ଣ କରେ? ସେ ଆମର କର୍ଣ୍ଣକୁ ବନ୍ଦୀ କରିନିଏ। ବାକ୍ୟରେ ଲେଖାଯାଏ କି ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଆଉ ଶ୍ରବଣ ଖ୍ରୀଷ୍ଟଙ୍କ ଠାରୁ ଆସେ। ଯଦି ଏ କର୍ଣ୍ଣ ଏ କାନ ଯଦି ବାକ୍ୟ ଶୁଣିବାର ଯଦି ତତ୍ପର ନାହିଁ ତେବେ ତାହାକୁ ଅଟୋମେଟିକାଲି ଶୈତାନ ଆସିକି ତାହାକୁ ମୁଦ୍ରାଙ୍କନ କରିନେବ ନା ନା। ପ୍ରେଜ୍ ଦ ଲର୍ଡ। ତେବେ ଆଉ ଏଠାରେ ଦେଖନ୍ତୁ ଏପରି ବାକ୍ୟକୁ ତୁଚ୍ଛ କରିବା ହିଁ ପଶୁର ଚିହ୍ନକୁ ଧାରଣ କରିବା ତାହା ପ୍ରଥମ ପଦକ୍ଷେପ ଅଟେ। କୌଣସି ପ୍ରକାର ଟାଟୁ ଫାଟୁ ଲଗାଯିବ ଆଉ ହାତରେ ଛେଦନ କରାଯିବ ଖୋଳାଯିବ ସେ ପ୍ରକାର ନୁହେଁ, କିନ୍ତୁ ଏହି ବାକ୍ୟକୁ ଅମାନ୍ୟ କରିବାଟା ହିଁ ପଶୁର ଚିହ୍ନକୁ ଧାରଣ କରିବା ତାହା ପ୍ରଥମ ପଦକ୍ଷେପ ଅଟେ। ହାଲେଲୁୟା। ତେବେ ଏହା ହିଁ ଦର୍ଶାଇଥାଏ କି ଆପଣଙ୍କର ଜୀବନ ପ୍ରମାଣ କରେ କି ଆପଣ କ'ଣ ଅଟନ୍ତି। ଖ୍ରୀଷ୍ଟ କହିଲେ ତୁମେ ସେମାନଙ୍କର ଫଳ ଦ୍ୱାରା ସେମାନଙ୍କୁ ଚିହ୍ନିବ। ମୁଁ ଶୁଣିବା ବିଷୟ କୌଣସି ମଣ୍ଡଳୀର ରୀତିନୀତି ପରମ୍ପରା ଶୁଣିବା ବିଷୟ ନୁହେଁ, ଶୁଣିବା ବିଷୟ ହେଉଛି ପ୍ରଭୁଙ୍କ ବାକ୍ୟ ଶୁଣିବା ବିଷୟ ଅଟେ। ଆଉ ଯଦି ନିଜେ ହିଁ ମନା କରୁଅଛି, କାନ ଯଦି ମନା କରୁଛି ନାଇଁ ମୁଁ ଶୁଣିବି ନାହିଁ, ତେବେ ଏଇ କାନଟା ଏଇ ସମ୍ପୂର୍ଣ୍ଣ ମସ୍ତକରେ ହିଁ ଯାଉଛି। ବାକ୍ୟରେ ମସ୍ତକର ଅର୍ଥ ତାହା ଜ୍ଞାନ ହିଁ ଅଟେ। ଯଦି ଜଣେ ଶୁଣୁନାହିଁ, ବାକ୍ୟ ଯଦି ଶୁଣୁନାହିଁ ତାହେଲେ ଶୈତାନ ଅଟୋମେଟିକାଲି ସେ କାନକୁ ହରଣ କରିନିଏ, ତାହାର ସେ ବ୍ୟକ୍ତିର ମସ୍ତକକୁ ତାର ଜ୍ଞାନକୁ, ସେ ଜ୍ଞାନ ଶୈତାନର ଅଧୀନତାକୁ ଚାଲିଯାଏ। ଆଉ ସେଇ ପ୍ରକାର ଭାବେ ସେ କ'ଣ କରେ? ନିଜକୁ ଶୈତାନ ଠାରେ ସେ ସମର୍ପଣ କରିଥାଏ। ହାଲେଲୁୟା। ତେବେ ଆଉ ଏହି ହସ୍ତର ଅର୍ଥ ଯେ ହସ୍ତରେ ଧାରଣ କରାଯିବ ଅଟେ, ବାକ୍ୟରେ ଦକ୍ଷିଣ ହସ୍ତର ଅର୍ଥ ହେଉଛି ଅର୍ଥାତ୍ ଅଧିକାରକୁ ଦର୍ଶାଇଥାଏ, କିନ୍ତୁ ନର୍ମାଲ ହସ୍ତ ଯେଉଁଟା ଅଛି ତାହା ପରିଶ୍ରମ ତାକୁ ଦର୍ଶାଇଥାଏ। ସେ ଯଦି ଜଣେ ପରିଶ୍ରମ କରୁଛି ସେ ୟା ତ ପ୍ରଭୁଙ୍କ ପାଇଁ ପରିଶ୍ରମ କରିଥାଏ ୟା ତ ଶୈତାନ ପାଇଁ ପ୍ରଭୁ ମାନେ ପରିଶ୍ରମ କରିଥାଏ। ସେଇପାଇଁ ଉପଦେଶକ ପୁସ୍ତକରେ ଲେଖାଯାଇଅଛି, ଉପଦେଶକ ପୁସ୍ତକ 9 ଅଧ୍ୟାୟ 10 ପଦରେ, ଉପଦେଶକ 9 ଅଧ୍ୟାୟ 10 ପର୍ବରେ ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ ତାହା ଆପଣ ଶକ୍ତିରେ କର, କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ ସେହି କବଳରେ କୌଣସି କାର୍ଯ୍ୟ କି କଳ୍ପନା କି ବିଦ୍ୟା କି ଜ୍ଞାନ ନାହିଁ। ହାଲେଲୁୟା। ତେବେ ଯେତେବେଳେ ଜଣେ ବ୍ୟକ୍ତି ସେ ବାକ୍ୟକୁ ତୁଚ୍ଛ କରି ସେ ଶୈତାନର ଜ୍ଞାନକୁ ଧାରଣ କରେ, ସେ ନିଜ ମସ୍ତକରେ ସେ ଶୈତାନର ବିଷୟ ଯାକ ସବୁ ରଖେ,
ତେବେ ସେ ଶୈତାନର ବିଷୟକୁ ସମର୍ଥନ କରିବା ପାଇଁ ତା ପ୍ରତି ସେ ପରିଶ୍ରମ କରିଥାଏ। ହାଲେଲୁୟା। ସେ ଜଣେ ବିଶ୍ୱାସୀ ସଦାସର୍ବଦା ସେ କ'ଣ ବାକ୍ୟ ପାଇଁ ଅଧୀନ, ସେ ପ୍ରଭୁଙ୍କ ନିମନ୍ତେ ସେ ନିଜ ଜୀବନରେ ଆତ୍ମିକ ପରିଶ୍ରମ କରିଥାଏ। ବାକ୍ୟ ନିମନ୍ତେ ସେ ପାରୁ ପର୍ଯ୍ୟନ୍ତ ନିଜ ହସ୍ତକୁ ବଢ଼ାଇଥାଏ। ଠିକ୍ ସେହିପରି ଯେତେବେଳେ ଜଣେ ବାକ୍ୟକୁ ତୁଚ୍ଛ କରେ ସେହି ପ୍ରକାର ଭାବେ ନିଜର ଜ୍ଞାନକୁ ଶୈତାନର ନିମନ୍ତେ ବ୍ୟବହାର କରିବାରେ ଲଗେଇଥାଏ। ସେ ନିଜ ହାତକୁ ସେ ଶୈତାନର କାର୍ଯ୍ୟ କରି ମାନେ ଶୈତାନର କାର୍ଯ୍ୟରେ ପରିଶ୍ରମରେ ଲଗେଇଥାଏ। ହାଲେଲୁୟା। ସେ ତୋ ଦ୍ୱାରା ଜଣାଯାଇପାରେ ସେ କାହାର ଆଜ୍ଞାକୁ ସେ ପାଳନ କରୁଛି। ପ୍ରେଜ୍ ଦ ଲର୍ଡ। ସେ ତାହା କାହିଁକି କରିଥାଏ? ହୁଏତ ତାହାର ଚାକିରି ହରାଇବାର ବି ପ୍ରେସର ଆସିଥାଏ ତା ଉପରେ, ତାକୁ ତାର ସମାଜରେ ପ୍ରେସର ଆସିଥାଏ, ତାହାକୁ ନିଜ ପରିବାର ଦ୍ୱାରା ପ୍ରେସର ଆସିଥାଏ। ସେହି ପ୍ରକାର ଭାବେ ଯେହେତୁ ଏଠାରେ ଲେଖାଯାଏ କି ସେହି ଚିହ୍ନକୁ ଧାରଣ ନ କରିଥିବା ଲୋକମାନଙ୍କୁ ସେ କ୍ରୟ ବିକ୍ରୟ କରିବା ପାଇଁ ନିଷେଧ କରିଥାଏ। ପ୍ରେଜ୍ ଦ ଲର୍ଡ। ତେବେ ଦେଖନ୍ତୁ ଏହି ପ୍ରକାର ଭାବେ ଆଜି ଜଗତ ସମ୍ପୂର୍ଣ୍ଣ ଭାବେ ସେ ଶୈତାନର ଏଦନକୁ ସେ ଯାଉଅଛି। ହାଲେଲୁୟା। ସେଇ ଆଦି ପୁସ୍ତକର 3 ଅଧ୍ୟାୟ 1-7 ଅଥରଟି ପଢ଼ିବା। ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଫଳ ଥିଲା। ସେ ନାରୀଙ୍କି କହିଲା, ଆଗ ଏ କି ସତ୍ୟ? ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି? ନାରୀ ସର୍ପକୁ କହିଲେ, ଆମେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ, କେବଳ ଉଦ୍ୟାନର ମଧ୍ୟସ୍ଥ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ସର୍ପ ନାରୀଙ୍କି କହିଲା, ତୁମମାନେ କୌଣସି ରୂପେ ମରିବ ନାହିଁ, ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମେମାନେ ଯେଉଁ ଦିନ ତାହା ଖାଇବ, ସେହିଦିନ ତୁମମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସମସ୍ତ ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଂ ଖାଗରା ବନାଇଲେ। ହାଲେଲୁୟା। ତେବେ ଏଠାରେ ଦେଖନ୍ତୁ ସେ ନାରୀକୁ ସର୍ପ ଯେପରି ଭୁଲେଇଲା, ଆଜି ଜଗତରେ ଆରାଧନା ପାଇବା ବ୍ୟକ୍ତି ସେହି ଶୈତାନ ହିଁ ଅଟନ୍ତି। ସେ ଶୈତାନ ଏବଂ ଲୋକମାନେ ଶୈତାନକୁ ପୂଜା କରିବା ବିଷୟରେ ସେମାନେ ଆଜି ଅଜ୍ଞ। ସେମାନେ ଭାବୁଛନ୍ତି କି ମୁଁ ମଣ୍ଡଳୀଙ୍କ ଦ୍ୱାରା ପ୍ରଭୁଙ୍କୁ ପୂଜା କରୁଛି, କିନ୍ତୁ ସେମାନେ ଯେହେତୁ ତାଙ୍କ ପାଖରେ ସେହି ପ୍ରକାଶନ ନଥାଏ, ସେଥିପାଇଁ ଆଜି ଅନେକ ସେହି ବାକ୍ୟରେ ଝୁଣ୍ଟି ପଡ଼ିଅଛନ୍ତି। ହାଲେଲୁୟା। ଦେଖନ୍ତୁ ଶୈତାନ ହିଁ ପ୍ରଥମେ ସେ କ'ଣ କରିଥିଲା? ହବାକୁ ସେ ବାକ୍ୟ ପ୍ରଚାର କରିଥିଲା ଏବଂ ତା ଅର୍ଥ କ'ଣ? ସେ ମଣ୍ଡଳୀକୁ ତାହା ବାକ୍ୟ ପ୍ରଚାର କରିଥିଲା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସେ କ'ଣ କହିଲା? ପ୍ରଭୁ କହିଛନ୍ତି, ଦେଖ ଏଇଟା ଏମିତି, ଏଇଟା ସେମିତି। ସେ ଏହା ଦେଖେଇବ ଯେ ଯୀଶୁ ଯାହା କହିଥିଲେ ତାହା ସମ୍ପୂର୍ଣ୍ଣ ଭଲ ଥିଲା। କାରଣ ସେ ସମୟରେ ମଧ୍ୟ ପ୍ରଭୁ ଆସିଥିଲେ ସେ ଜିହୁଦୀ ରାବିମାନଙ୍କୁ, ସେଇ ଶିକ୍ଷକମାନଙ୍କୁ, ସେମାନଙ୍କର ସମୟର ଯେଉଁ ସନ୍ଦେଶଟା ସଫଳ ହେବାକୁ ଥିଲା, ଶୈତାନ ସେମାନଙ୍କୁ ଦର୍ଶାଇଲା। ସେମାନଙ୍କୁ ବାରମ୍ବାର ମଶାଙ୍କର ନିୟମକୁ, 10 ଆଜ୍ଞାକୁ ସେ ବାରମ୍ବାର ପାଳନ କରିବା ପାଇଁ ସେମାନଙ୍କୁ ବାଧ୍ୟ କରୁଥିଲା। ସେ କ'ଣ କହୁଥିଲା? ହଁ, ତମେ ବାକ୍ୟର ଯେଉଁ ଅଂଶଟା ପଢ଼ୁଛ ସେଇଟା ସମ୍ପୂର୍ଣ୍ଣ ମାତ୍ରାରେ ଠିକ୍, କିନ୍ତୁ ଯୀଶୁ ହିଁ ସେହି ବ୍ୟକ୍ତି ଅଟନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ। ଏ ପ୍ରକାର ଭାବରେ ସେମାନଙ୍କ ହୃଦୟରେ ତାହା ଜାତ କରି ସାରିଥିଲା। ହାଲେଲୁୟା। ତେବେ ସେ କ'ଣ କରିବ? ବାକ୍ୟକୁ ଗୋଟେ ଅଲଗା ଦିଗରେ ନେଇଯିବ, ଆଉ ଏ ପ୍ରକାର ଦର୍ଶାଇବ କି ଆପଣ ସତେ କି ପ୍ରଭୁଙ୍କୁ ଆପଣ ପୂଜା କରନ୍ତି, ଏ ପ୍ରକାର ସେ ଦର୍ଶାଇବ। ପ୍ରେଜ୍ ଦ ଲର୍ଡ। ସେ ଦର୍ଶାଇବ। ବାକ୍ୟରେ ତ ଲେଖା ଅଛି, ଏଠାରେ ଗୋଟିଏ ବି ଯୋଡ଼ ନାହିଁ, ଗୋଟିଏ ବି ବାକ୍ୟ ଅଲଗା କର ନାହିଁ ସେଠାରେ, କିନ୍ତୁ ସେ ସେତିକି ଦର୍ଶାଇବ, କିନ୍ତୁ ସେଠାର ସେ ମୂଳ ପ୍ରକାଶନକୁ ସେ ଲୁଚେଇ ରଖିବ ସଦାବେଳେ। ହାଲେଲୁୟା। ସେଥିପାଇଁ ସେଇ 2 ଥେସଲୋନିକୀୟ 2 ଅଧ୍ୟାୟ 1-4 ଟିକେ ପଢ଼। 2 ଥେସଲୋନିକୀୟ 2 ଅଧ୍ୟାୟ 1-4 ପଦ। 2 ଥେସଲୋନିକୀୟ 2 ଅଧ୍ୟାୟ 1-4।
हे भाईमाने आमनक प्रभु यीशु ख्रीष्टक आगमन ଓ ତାହାଙ୍କ ନିକଟରେ ଆମମାନଙ୍କୁ ଏକତ୍ର ହେବା ସମ୍ବନ୍ଧରେ ତୁମମାନଙ୍କୁ ଅନୁରୋଧ କରୁଅଛୁ। ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମେମାନେ କୌଣସି ଆତ୍ମା କି ବାକ୍ୟ କି ଆମମାନଙ୍କ ଦ୍ୱାରା ଲିଖିତ ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ। କେହି କୌଣସି ପ୍ରକାର ତୁମମାନଙ୍କ ଭ୍ରାନ୍ତି ନ ଜନ୍ମାଉ, କାରଣ ପ୍ରଥମେ ଧର୍ମଜ୍ୟୋତି ଘଟିବ ଆଉ ବିନାଶର ସନ୍ତାନ ସେଇ ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ, ନହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ। ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କ ଠାରୁ ଉନ୍ନତ କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ। ହାଲେଲୁୟା। ଆଜିର ମଣ୍ଡଳୀ ମାନଙ୍କରେ ସେହି ବିନାଶର ପୁତ୍ର ସେହି ଶୈତାନ ସେହି ବସି ଅଛି। ଲୋକେ ଭାବନ୍ତି କି ସେମାନେ ପ୍ରଭୁଙ୍କର ଆରାଧନା କରନ୍ତି, କିନ୍ତୁ ସେମାନେ ଏକ ମନୁଷ୍ୟ ନିର୍ମିତ ସମ୍ପ୍ରଦାୟ ଏବଂ ଧର୍ମମତ ସିଦ୍ଧାନ୍ତ ଦ୍ୱାରା ସେମାନେ ଶୈତାନର ଉପାସନା କରନ୍ତି। ପ୍ରେଜ୍ ଦ ଲର୍ଡ। ସେମାନେ ସେ ସବୁକୁ ଭୁଲି ଯାଇଛନ୍ତି କି ତାଙ୍କ ଦୃଷ୍ଟିରେ କେଉଁ ବିଷୟ ଗୁଡ଼ିକ ସଫଳ ହୋଇଥିଲା। ଆମ ଦୃଷ୍ଟିରେ ଅନେକ ଭାବବାଣୀ ଗୁଡ଼ିକ ପୂରଣ ହୋଇଅଛି, ତଥାପି ସେମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ। ପ୍ରେଜ୍ ଦ ଲର୍ଡ। ତେବେ କାହିଁକି ସେମାନେ ବିଶ୍ୱାସ କରନ୍ତି ନାହିଁ? ଯେତେବେଳେ ପ୍ରଭୁ କହିଥିଲେ ଯେ ସେ ଏକ ନିର୍ଦ୍ଦିଷ୍ଟ ସମୟରେ ସେ କାର୍ଯ୍ୟଟିକୁ କରିବେ ଏବଂ ସେ ତାହା କରନ୍ତି, ଏବଂ ତଥାପି ସେମାନେ ଏଥିରୁ ମୁହଁକୁ ଫେରେଇ ନିଅନ୍ତି। ଯେପରି ହବା ସେ ଜାଣିଥିଲା କି ଏହା ଫଳକୁ ଖାଇବା ଉଚିତ ନୁହେଁ, ତଥାପି ସେ ପ୍ରତିଜ୍ଞାକୁ ଭୁଲି ଯାଇଥିଲା, ସେ ସେଇ କଥାକୁ ଭୁଲି ଯାଇଥିଲା, ସେ କଥିତ ବାକ୍ୟକୁ ଭୁଲି ଯାଇଥିଲା, ଆଉ ତାହା ଭୁଲି ସେ ଶୈତାନର ଆରାଧନା କରିବାକୁ ଆରମ୍ଭ କରିଥିଲା। ହାଲେଲୁୟା। ତେବେ ତାହାଙ୍କର ପ୍ରତ୍ୟେକ ଯୁଗର ଆଉ ସେ ପ୍ରତ୍ୟେକ ଯୁଗରେ ଏଫିସ ମଣ୍ଡଳୀରୁ ନେଇକି ଲାଉଦିକିଆ ଯୁଗ ପର୍ଯ୍ୟନ୍ତ ତାହା ଆଜି ପର୍ଯ୍ୟନ୍ତ ଚାଲି ଆସୁଅଛି। ଆଉ ଶୈତାନ ସେହି ବାକ୍ୟକୁ ବିକୃତ କରିବାକୁ ସେ ଚେଷ୍ଟା କରିଥାଏ। ତେବେ ଶୈତାନ ପୃଥିବୀରେ ତା'ର ରାଜ୍ୟ ଏପରି ସ୍ଥାପନ କରିଆସୁଛି, ସେ ଏବେ ମଧ୍ୟ କରୁଛି। ସେ କ'ଣ କରୁଛି? ସେ ଜଣେ ବ୍ୟବସାୟୀ ଭାବରେ ସେ କ'ଣ କରୁଛି? ଲୋକମାନଙ୍କର ଜନ୍ମ ଅଧିକାରକୁ ସେ କିଣି ଦେଉଛନ୍ତି। ଲୋକମାନେ ମଧ୍ୟ ନିଜର ଜନ୍ମ ଅଧିକାରକୁ ସେମାନେ ବିକ୍ରୟ କରିଦେଉଛନ୍ତି। କେଉଁମାନେ ବଡ଼ ବଡ଼ ପଦବୀ ପାଇବା ପାଇଁ ସେମାନେ ବିକ୍ରୟ କରିଦେଉଛନ୍ତି, କିମ୍ବା କେତେଜଣ ଆଉ ମଣ୍ଡଳୀ ଗଠନ କରିବାରେ ବହୁତ ଟଙ୍କା ପଇସା ଆସୁଅଛି, ସେଠାରୁ ଗୋଟେ ନିଜର ବ୍ୟକ୍ତିଗତ ଭାବରେ ସେ ନିଜର ଜନ୍ମଗତ ଅଧିକାରକୁ ସେମାନେ ବିକ୍ରୟ କରିଦେଉଛନ୍ତି ଏକ ପ୍ରକାର ଭାବରେ। କାରଣ ଏ ପ୍ରକାର କରିବା ଦ୍ୱାରା ହିଁ ଶୈତାନର କୌଣସି ଏକ ଉଦ୍ଦେଶ୍ୟ, ଏକ ବ୍ୟକ୍ତିଗତ ତାହାର ଲାଭ ରହିଅଛି। ଯେହେତୁ ସେ ଲୋକମାନଙ୍କର ଆତ୍ମାକୁ ସେ ହରଣ କରିନିଏ, ଆଉ ସେ କ'ଣ କରେ? ଆପଣଙ୍କୁ ମଧ୍ୟ ଏପରି କରିବା ପାଇଁ ସେ ପ୍ରଚେଷ୍ଟା କରିଥାଏ। ସେ ଆପଣଙ୍କୁ ମଧ୍ୟ ସେ କ'ଣ କରିବ? ସତ୍ୟକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିବ। କାରଣ ସେଥିପାଇଁ ତା'ର ଏକ ଭାବନା ରହିଅଛି ଯେ ସେ ଯେତେ ମିଛ କହୁଛି ଏବଂ ଯେତିକି ଠକୁଛି, ସେତିକିରେ ତାହାର ସେତିକି ଲାଭ ରହିଅଛି। ହାଲେଲୁୟା। ଆଉ ସେଥିପାଇଁ ସେ ଏହା କରିବା ପାଇଁ ନିଜର ସେବା କାର୍ଯ୍ୟକୁ ସେ ଚଲାଉଛି। ତେବେ ବର୍ତ୍ତମାନ ଦେଖନ୍ତୁ, ସେ ଏଦନରେ କ'ଣ ଏକ ଧାର୍ମିକ ପ୍ରତାରଣାକୁ ଆରମ୍ଭ କଲା। ସେ ଧାର୍ମିକ ପ୍ରତାରଣା ଦ୍ୱାରା ଆରମ୍ଭ କରିଥିଲା ଏବଂ ସେବେଠାରୁ ସେ ଏହାକୁ ଆଜି ପର୍ଯ୍ୟନ୍ତ ସେ ଜାରି ରଖିଅଛି। ପ୍ରେଜ୍ ଦ ଲର୍ଡ। ତେବେ ଆଜି ଅନେକ କହନ୍ତି କି ସାମ୍ୟବାଦ, ଯାହା ରୁଷ ଦେଶରେ ଚାଲିଅଛି, କମ୍ୟୁନିଷ୍ଟ ବୋଲି କହିବେ। ଲୋକ କହନ୍ତି କି ସେ କମ୍ୟୁନିଷ୍ଟବାଦ ତାହା ଖ୍ରୀଷ୍ଟ ବିରୋଧୀ ଅଟେ, କିନ୍ତୁ ସେହି ପ୍ରକାର ନୁହେଁ। କମ୍ୟୁନିଷ୍ଟବାଦ ଖ୍ରୀଷ୍ଟ ବିରୋଧୀ ନୁହେଁ। ଖ୍ରୀଷ୍ଟ ବିରୋଧୀ ନିଜେ ଖ୍ରୀଷ୍ଟାନ ହିଁ ଅଟେ। ହାଲେଲୁୟା। ସେ ନିଜକୁ, ଏଇଠି ଆମେ ଯେପରି ଥେସଲୋନିକରେ ପଢ଼ିଲୁ, ସେ କ'ଣ କଲେ? ନିଜକୁ ପ୍ରଭୁଙ୍କର ଆସନରେ ବସି, ପ୍ରଭୁଙ୍କର ସିଂହାସନରେ ବସି ନିଜକୁ ପ୍ରଭୁ ବୋଲି ଦେଖାଏ। ହାଲେଲୁୟା। ତେବେ ସେମାନେ କହନ୍ତି କି ଏହି ସାମ୍ୟବାଦ ହିଁ ପୃଥିବୀରେ ବୋଧେ କ୍ଲେଶ ଘଟେଇବ, କିନ୍ତୁ ସେ ପ୍ରକାର ନୁହେଁ। କ୍ଲେଶ ଘଟେଇବା କୌଣସି ସାମ୍ୟବାଦର କାର୍ଯ୍ୟ ନୁହେଁ, ଏହା ତ ମଣ୍ଡଳୀ ହିଁ ଅଟେ। ହାଲେଲୁୟା। ଏହାକୁ ସେଇ ଏଦନ ଉଦ୍ୟାନରେ ଘଟିଥିବା ସହିତ ତୁଳନା କରନ୍ତୁ। ସେ କିପରି ଥିଲା, ତାହା ପ୍ରଭୁ ତାହା ସେମାନଙ୍କୁ କହିଥିଲେ, ତୁମେ ଜ୍ଞାନଦାୟକ ବୃକ୍ଷର ଫଳ ଖାଇଲେ, ଶୈତାନ କହିଥିଲା, ତୁମେ କଦାପି ସେ ଜ୍ଞାନଦାୟକ ବୃକ୍ଷର ଫଳ ଖାଇଲେ ମରିବ ନାହିଁ, ବରଂ ପ୍ରଭୁଙ୍କ ପରି ଭଲ ମନ୍ଦର ଜ୍ଞାନ ପାଇବ। ଏହା କ'ଣ ଅଟେ? ଏହା ଜଣଙ୍କର ମନ ସହିତ ଖେଳିବା ପରି ବିଷୟ ଅଟେ। ପ୍ରେଜ୍ ଦ ଲର୍ଡ। ଏହା ସେହି ସତ୍ୟ ବିଷୟକୁ ବୁଲେଇ ବାଙ୍କେଇ ଉପସ୍ଥାପନ କରିବା ବିଷୟ ଅଟେ। ଏବେ ଆମେ ଲକ୍ଷ୍ୟ କରିବା, ଯେତେବେଳେ ପ୍ରଭୁ ପୃଥିବୀକୁ ନିୟନ୍ତ୍ରଣରେ କରିଥିଲେ,
ଆଉ ଶୈତାନ ତାହାଙ୍କ ବାକ୍ୟକୁ ସେ ରିଜେକ୍ଟ କରି ସେ କ'ଣ କରିଥିଲା ପ୍ରଭୁଙ୍କର ସେ ପୃଥିବୀକୁ ନିଜ ଅଧୀନରେ ରହିଥିଲା। ପ୍ରଭୁଙ୍କୁ କ'ଣ ଲାଗିଥିଲା ପ୍ରଭୁଙ୍କୁ 6000 ବର୍ଷ ଲାଗିଥିଲା ପୃଥିବୀକୁ ସୃଷ୍ଟି କରିବା ପାଇଁ। ଯେହେତୁ ବାକ୍ୟରେ ଯେପରି ଲେଖାଯାଏ କି ସେ 6 ଦିନ ପରିଶ୍ରମ କଲେ ଏବଂ ସପ୍ତମ ଦିନ ସେ ବିଶ୍ରାମ କଲେ। ସେ କ'ଣ କଲେ ସେ 6000 ବର୍ଷ ନେଲେ ଆଉ ସେ ପୃଥିବୀକୁ ସୃଷ୍ଟି କରିବାକୁ ସେ 6 ଦିନ ନେଲେ ଅର୍ଥାତ୍ 6000 ବର୍ଷ ନେଲେ। ଏତେ ସମୟ ସେ ମଧ୍ୟ ନେଇ ପାରିନଥାନ୍ତେ। ସେ ଗୋଟେ ଥର କହିଥିଲେ ସେ ପୃଥିବୀ ସେହି ସମୟରେ ହିଁ ପଳେଇ ଆସିଥାନ୍ତା, କିନ୍ତୁ ଗୋଟେ ଗୋଟେ ପଶୁକୁ ଗୋଟେ ଗୋଟେ ଫଳକୁ ଗୋଟେ ଗୋଟେ ବୃକ୍ଷକୁ ଗୋଟେ ଗୋଟେ ତରୁଲଟାକୁ ତାହାର ନିଜର ଜାତି ଅନୁଯାୟୀ ଆଣିବା ଯାଏ ସେତିକି ଆଣିବା ପାଇଁ ତାହାକୁ ସେଇ 6000 ବର୍ଷର ସମୟାବଧି ଲାଗିଥିଲା। ହାଲେଲୁୟା। ତେବେ ଶେଷରେ ଯେତେବେଳେ ସେ ସବୁ କିଛି ତିଆରି କଲେ ଆଉ ସେ କ'ଣ କଲେ ଏଦନ ଉଦ୍ୟାନ ପୂର୍ବ ସ୍ଥାନରେ ସେ ପହଞ୍ଚିଗଲେ। ସେଠାରେ ସେ ଏଦନ ଉଦ୍ୟାନକୁ ରଖିଲେ ଆଉ ସେ ସମସ୍ତ ପରିସ୍ଥିତି ଉପରେ ସେ ତାହାଙ୍କ ପୁତ୍ର ଆଦମ ଏବଂ ତାଙ୍କ ସ୍ତ୍ରୀକୁ ଏହାର ସମସ୍ତ ବିଷୟ ଉପରେ ସେ ନିଯୁକ୍ତ କଲେ। ସେ ଆଦମ ସମ୍ପୂର୍ଣ୍ଣ ଭାବେ ପ୍ରଭୁଙ୍କ ସମାନ ଥିଲେ। ସେ ପବନ ସହିତ କଥାବାର୍ତ୍ତା କରିପାରୁଥିଲେ, ସେ ଗଛକୁ ମଧ୍ୟ ଆଗେ ଦେଇପାରୁଥିଲେ, ପଶୁ ପକ୍ଷୀକୁ ମଧ୍ୟ ସେ ଡାକି ପାରୁଥିଲେ। ହାଲେଲୁୟା। ସେ କ'ଣ କରିଥିଲେ ସେ ସମ୍ପୂର୍ଣ୍ଣ ଭାବେ ଆଦମଙ୍କ ଦ୍ୱାରା ସେ ଏଦନ ଉଦ୍ୟାନକୁ ସେ ନିୟନ୍ତ୍ରଣରେ ରଖିଥିଲେ। ସେମାନେ ତାହାଙ୍କର ନିଜର ତାହା ଏକ ଜଗତ ରହିଥିଲା। ତାଙ୍କର ନିଜର ସବୁକିଛି କାର୍ଯ୍ୟକଳାପ ଥିଲା, ସବୁକିଛି ସିଦ୍ଧ ରୂପରେ ଥିଲା ଆଉ ସେ ତାଙ୍କ ପୁତ୍ରଙ୍କର ସେ ସବୁକିଛି ବିଷୟ ଉପରେ ନିୟନ୍ତ୍ରଣ କରିବାକୁ ସେ ଅଧିକାର ଦେଇଥିଲେ। ପ୍ରେଜ୍ ଦ ଲର୍ଡ। ଆଉ ତତ୍ପରେ ସଦାପ୍ରଭୁ ସେ ଏତେ ସନ୍ତୁଷ୍ଟ ଥିଲେ ଯେ ସେ ସପ୍ତମ ଦିନରେ ତାଙ୍କର ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ ଏବଂ ସପ୍ତମ ଦିନରେ ସେ ସେଇ ଦିନକୁ ଆଶୀର୍ବାଦ କରିଥିଲେ। ପ୍ରେଜ୍ ଦ ଲର୍ଡ। ଏବେ ଦେଖନ୍ତୁ ତାପରେ ସେ କ'ଣ କଲେ ପ୍ରଭୁ ନିଜଙ୍କ ଠାରୁ ତାଙ୍କର ଗୋଟେ ଗୁଣ ସୃଷ୍ଟି କଲେ। ପ୍ରଭୁଙ୍କ ଶରୀରରେ ଏକ ଗୁଣ ରହିଅଛି, ଯେପରି ଆମମାନଙ୍କ ମଧ୍ୟରେ ଏକ ଗୁଣ ରହିଅଛି। ଆମେମାନେ ନିଜର ବାପାଙ୍କ ଗୁଣ ଅଟୁ। ଆମ ବାପା କ'ଣ ଅଟନ୍ତି? ଆମର ଜେଜେବାପାଙ୍କ ଗୁଣ ଅଟନ୍ତି। ହାଲେଲୁୟା। ଠିକ୍ ଅଛି। ତେବେ ଯେତେବେଳେ ଆମେ ଏବେ ଦେଖନ୍ତୁ ଏବେ ଯେତେବେଳେ ଆମେ ପିତାଙ୍କ ମଧ୍ୟରେ ଥିଲୁ ଆମେ ଏସବୁ ବିଷୟରେ କିଛି ଜାଣିନଥିଲୁ କି ଏସବୁ ବିଷୟ କ'ଣ ଅଟେ, ବାକ୍ୟ କ'ଣ ଅଟେ, କିଛି ଆମେ ଜାଣିନଥିଲୁ। କିନ୍ତୁ ପୁରୁଷ ମଧ୍ୟରେ ଏକ ରକ୍ତକୋଷ ରହିଅଛି, ସ୍ତ୍ରୀ ମଧ୍ୟରେ ଡିମ୍ବାଣୁ ରହିଅଛି। ଏହା ବିଜ୍ଞାନ ଏବଂ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣ କରିଥାଏ। ତେବେ ସେ ଜୀବନରେ ରକ୍ତକୋଷ ରହିଅଛି, ଆମେ ନିଜର ପିତାଙ୍କ ମଧ୍ୟରେ ତାହା ରହିଥିଲୁ। ଯେତେବେଳେ ତାପରେ କ'ଣ ହେଲା, କିନ୍ତୁ ଯେତେବେଳେ ପିତା ଆମକୁ ଜାଣିବାକୁ ଇଚ୍ଛା କଲେ, ସେ ଯେତେବେଳେ ଆମକୁ ଜାଣିବାକୁ ଇଚ୍ଛା ପ୍ରକାଶ କଲେ, ସେ ଆମ ମାଆଙ୍କ ସହିତ ସମ୍ବନ୍ଧରେ ଆସି ସେ ଆମକୁ ଜାଣିବାକୁ ପାଇଲେ। ହାଲେଲୁୟା। ଠିକ୍ ସେହି ପ୍ରକାର ଭାବେ ଆମମାନେ ମଧ୍ୟ ସଦାପ୍ରଭୁଙ୍କ ଅନ୍ତରରେ ରହିଥିଲୁ ଆଉ ତାହାଙ୍କ ବୀଜ ଦ୍ୱାରା ଆମମାନେ ଆଗକୁ ବାହାରିଲୁ ଏବଂ ଜାଣିପାରିଲୁ ସେ ଆମର ପିତା ଅଟନ୍ତି। ହାଲେଲୁୟା। ଠିକ୍ ତାଙ୍କର ସବୁ ବିଷୟ ତାଙ୍କର କିଛି କିଛି ଦେଖିବା ପାଇଁ ହାତ ଗୋଡ଼ କିମ୍ବା ମୁହଁ ଦେଖିବା ପାଇଁ ତାଙ୍କ ପରି ହିଁ ହୋଇଥାଏ, ଖାସ୍ କରି ପିଲାମାନଙ୍କର, ନାଇଁ କି? ତେବେ ସେହି ପ୍ରକାର ଭାବେ ବର୍ତ୍ତମାନ ଆଦ୍ୟରେ ସଦାପ୍ରଭୁ ଥିଲେ। ତେବେ ପ୍ରଭୁଙ୍କର ପ୍ରତ୍ୟେକ ପୁଅ ଏବଂ ଝିଅ ଆରମ୍ଭରେ ସେମାନେ କ'ଣ ପ୍ରଭୁଙ୍କ ମଧ୍ୟରେ ଥିଲେ। ତେବେ ଆଜି ଆମେ ତାହା ମନେ ରଖୁନୁ, କିନ୍ତୁ ଆମେ ତାହାଙ୍କଠାରେ ଥିଲୁ। ସେ ଏହା ଜାଣିଥିଲେ ଏବଂ ସେ ଚାହୁଁଥିଲେ ଯେ ଆମେ ଜନ୍ମ ହେଉ, ଯାହାଦ୍ୱାରା ସେ ଆମ ସହିତ ସହଭାଗିତା କରିପାରିବେ ଆଉ ଆମ ସହିତ ସେ ପ୍ରେମରେ ରହିପାରିବେ, ଆମ ସହିତ ସେ ଯୋଗାଯୋଗ କରିପାରିବେ। ହାଲେଲୁୟା। ସେ ଆମ ସହିତ ଯେପରି କଥା କହିପାରିବେ ଏବଂ ସେ ଆମକୁ ଯେପରି ଭଲ ପାଇପାରିବେ ଏବଂ ଆମର ସେ ଯେପରି ଯତ୍ନ ନେଇପାରିବେ, ସେହି କାରଣରୁ ପୃଥିବୀର ପ୍ରତ୍ୟେକ ପଶୁପକ୍ଷୀ ତରୁଲତା ସମସ୍ତ ବିଷୟ ସେମାନେ ଆଦମଙ୍କର ଆଜ୍ଞାକୁ ମାନୁଥିଲେ। ହାଲେଲୁୟା। ଯେହେତୁ ସେ ଦେଖିବାକୁ ପ୍ରଭୁଙ୍କ ପରି ଥିଲେ, କାରଣ ସେ ନିଜର ସୃଷ୍ଟିକର୍ତ୍ତାଙ୍କର ସେ ପରିବାରଭୁକ୍ତ ଥିଲେ। ତେବେ ବର୍ତ୍ତମାନ ଆମେ ଯେତେବେଳେ ଦେଖୁ କି ପ୍ରଭୁ ଟିକିଏ ବିଶ୍ରାମ ନେବାକୁ ଗଲେ, ସେତେବେଳେ ତାହାଙ୍କର ଶତ୍ରୁ ସିନ୍ରେ ଏଣ୍ଟ୍ରି କରୁଅଛି। ହାଲେଲୁୟା। ସେ କ'ଣ କଲା, ସେ ତାଙ୍କର ପିଲାମାନଙ୍କ ନିକଟକୁ ଯାଇ ତାଙ୍କର ସବୁ କାର୍ଯ୍ୟକ୍ରମକୁ ସେ ଭୁଲ ଭାବରେ ସେ ବ୍ୟାଖ୍ୟା କଲା ଆଉ ସେମାନଙ୍କର ମନକୁ ସେ ନିଜ ଅଧୀନରେ ସେ କବ୍ଜା କରିବା ଆରମ୍ଭ କରିଦେଲା। ପ୍ରେଜ୍ ଦ ଲର୍ଡ। ତେବେ ଯେତେବେଳେ ସେ ଯେତେବେଳେ ପ୍ରଭୁ ସେ ତାହାଙ୍କ ନିଜ ପିଲାମାନଙ୍କ ଉପରେ ଭରସା କଲେ,
ଯେପରି ଆପଣ ନିଜ ଝିଅ ଉପରେ ଭରସା କରନ୍ତି ଆଉ ସେ ଲୁଚିକି ରାତିରେ ଜଣେ ପୁରୁଷ ସହିତ ଚାଲିଯାଏ ଆଉ ପୁରୁଷ ଉପରେ ପୁଅ ଉପରେ ଭରସା କଲେ ବି ସେ ମଧ୍ୟ ସେପରି ଭୁଲ ସଙ୍ଗତିରେ ଆସିକି ଯଦି ମଦ୍ୟପାନ କରି କିମ୍ବା ଭୁଲ ସଙ୍ଗତିରେ ରହିଯାଏ ସେବେ ସେହିପରି ପ୍ରଭୁ ମଧ୍ୟ ନିଜ ପୁତ୍ରଙ୍କଠାରେ ଭରସା କରିଥିଲେ ଯେ ସେ କହିବା ପ୍ରତ୍ୟେକ କଥାକୁ ସେ ଯେପରି ପାଳନ କରିବେ। କିନ୍ତୁ କ'ଣ ହେଲା, ସେଇ ଶୈତାନ ସେଠାରେ ପଶିଗଲା, ସେ ଶତ୍ରୁ ସେଠାରେ ପଶିଗଲା ଆଉ ତାହାକୁ ସମ୍ପୂର୍ଣ୍ଣ ବିନଷ୍ଟ କଲା। ହାଲେଲୁୟା। ବର୍ତ୍ତମାନ ତାପରେ ସେ ଏଦନ ଉଦ୍ୟାନରେ ଏପରି ଘଟଣା ଘଟାଇ ଯେଉଁ ପୃଥିବୀକୁ ପ୍ରଭୁ 6000 ବର୍ଷ ନେଲେ ସୃଷ୍ଟି କରିବା ପାଇଁ, ତାପରେ ଶୈତାନ ସେ ବର୍ତ୍ତମାନ ସେ 6000 ବର୍ଷ ନେଲେ, ଇଏ ଶୈତାନ ମଧ୍ୟ 6000 ବର୍ଷ ନେଲା ଆଉ ସେ 6000 ବର୍ଷ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ସେ ପ୍ରତାରଣା ପୂର୍ଣ୍ଣ କାର୍ଯ୍ୟ କରି ଚାଲିଛି ପୃଥିବୀରେ। ପ୍ରେଜ୍ ଦ ଲର୍ଡ। ଯେପରି ସେ ସେତେବେଳେ ପ୍ରଭୁଙ୍କ ସନ୍ତାନମାନଙ୍କୁ ଠକୁଥିଲା, କହୁଥିଲା ସେମାନେ ଯେପରି ଇଚ୍ଛା କରନ୍ତି ସେହିପରି କାର୍ଯ୍ୟ କରିବା ପାଇଁ ସେମାନେ ମୁକ୍ତ ଅଟନ୍ତି। ଆଉ ଆଜି ମଧ୍ୟ ସେହି ପ୍ରକାର ଭାବେ ଗୋଟେ ପ୍ରକାର ଏଜେନ୍ସି ଚାଲି ଆସୁଅଛି ନାମଧାରୀ ମଣ୍ଡଳୀ ଦ୍ୱାରା। କିଏ କେଉଁ ପ୍ରକାର କହୁଅଛି, କିଏ ଉଦ୍ଧାର ଦେବାର ବିଭିନ୍ନ ପ୍ରକାର ମତ ସିଦ୍ଧାନ୍ତକୁ ଉପସ୍ଥାପନ କରନ୍ତି ସେହି ପ୍ରକାର ଭାବେ। ଆଉ ଲୋକେ ମଧ୍ୟ ବିଶ୍ୱାସ କରୁଥିଲେ ଯେ ସେମାନେ ଠିକ୍ କାର୍ଯ୍ୟ କରିବେ। ତାପରେ ସେମାନେ ଭୁଲ କାର୍ଯ୍ୟ ସହିତ ଆସିଥିଲେ ଆଉ କ'ଣ କଲେ, ସେମାନେ ନିଜର ଜନ୍ମଗତ ଅଧିକାରକୁ ଜଗତ ପାଇଁ ବିକ୍ରି କରିଥିଲେ। ଆଉ ଶୈତାନ ମଧ୍ୟ ସେଠାରେ ବିଜୟ ହାସଲ କରି 6000 ବର୍ଷ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ସେ ତାହାକୁ କାବୁ କରିକି ରଖିଅଛି। ପ୍ରେଜ୍ ଦ ଲର୍ଡ। ସଦାପ୍ରଭୁଙ୍କର ଏଦନ ତାହା ଏକ ଧାର୍ମିକତାର ପ୍ରତିଷ୍ଠାନ ଥିଲା ଆଉ ଶୈତାନର ଏଦନ ପାପରେ ପ୍ରତିଷ୍ଠିତ ହୋଇଅଛି, କାରଣ ଶୈତାନ ତ ପାପ ହିଁ ଅଟେ। ଏବେ ଧ୍ୟାନ ଦିଅନ୍ତୁ କିପରି ସେ ପ୍ରଭୁଙ୍କୁ ପ୍ରତାରଣା କରିଥିଲା। ଯିଶାୟା ପୁସ୍ତକରେ ତାହା ଲେଖା ଅଛି 14 ଅଧ୍ୟାୟ 12ରୁ 14 ପଦ ଗୋଟେ ପାଠ କର। ଯିଶାୟା ପୁସ୍ତକ 14 ଅଧ୍ୟାୟ 12ରୁ 14 ପଦ। हे लुसिफर, प्रत्युषର ପୁତ୍ର, ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ? ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ? ପୁଣି ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା, ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା, ଆମ୍ଭେ ମେଘମାଳାର ଉଚ୍ଚସ୍ଥଳରେ ଊର୍ଦ୍ଧ୍ୱକୁ ଆହରଣ କରିବା, ଆମ୍ଭେ ସର୍ବପରିସ୍ଥଙ୍କ ତୁଲ୍ୟ ହେବା। ତେବେ ଏହି ବାକ୍ୟକୁ ସେହି 2 ଥେସଲୋନିକ୍ୟ 2:4 ପଦ୍ୟ ସହିତ ତୁଳନା କରନ୍ତୁ। ସେଠାରେ ଲେଖାଯାଏ, ଏ ସେହି ଅଧର୍ମ ପୁରୁଷ ଯେ ପୂଜିତ କିମ୍ବା ପ୍ରଭୁଙ୍କ ବିରୋଧ କରେ ଏବଂ ସମସ୍ତଙ୍କ ଠାରୁ ନିଜକୁ ଅଧିକ ପ୍ରଶଂସା କରେ, ଏପରିକି ପ୍ରଭୁଙ୍କ ମନ୍ଦିରରେ ବସି ଆପଣାକୁ ପ୍ରଭୁ ବୋଲି ଦେଖାଏ। ପ୍ରେଜ୍ ଦ ଲର୍ଡ। ସେ ନିଜର କ'ଣ କରେ, ସେ ନିଜର ସିଂହାସନକୁ ଉଚ୍ଚ କରିବା ପାଇଁ ସେ କୌଣସି ପ୍ରକାର ବ୍ୟାରିୟରକୁ ମଧ୍ୟ ଭାଙ୍ଗିକି ସେ ପଳେଇବ। ହାଲେଲୁୟା। ସେ କ'ଣ କରେ, ସେ ଆଜି ପୃଥିବୀରେ ସେ ପୂଜିତ ହୋଇଥାନ୍ତି। ସେ କ'ଣ କରିଛନ୍ତି, କୌଶଳରେ ସବୁ ବିଷୟକୁ ସେ ଦୃଢ଼ କରି ଧରିଅଛନ୍ତି। ସେ ସମସ୍ତଙ୍କ ମନକୁ କିଣି ଅଛନ୍ତି। ଏବେ ସେ କ'ଣ କହିଥିଲେ, ସେ କହିଥିଲେ କି ସର୍ବପରିସ୍ଥଙ୍କ ଠାରୁ ନିଜକୁ ଉଚ୍ଚ କରିବେ। ସେ ମେଘ ଏବଂ ତାରାମାନଙ୍କ ଉପରେ ଚଢ଼ିବେ ଏବଂ ସେ ପ୍ରଭୁଙ୍କ ପରି ସେଠାରେ ବସିବେ ଏବଂ ସର୍ବୋଚ୍ଚଙ୍କ ଉପରେ ରହିବେ। ଆଉ ସେ ନିଜ ଧମକ ଗୁଡ଼ିକରେ କାର୍ଯ୍ୟକାରୀ କରିବାରେ ସେ ସଫଳ ହୋଇଅଛି। ପ୍ରେଜ୍ ଦ ଲର୍ଡ। ପ୍ରତ୍ୟେକ ଯୁଗରେ ସେ କ'ଣ କରିଅଛି, ଗୋଷ୍ଠୀ ବର୍ଗ ଦ୍ୱାରା ସେ ନିଜର ପରିଚୟକୁ ଦେଇ ଆସିଛି। ସେ ନିଜର ମିଥ୍ୟା ପରିଚୟକୁ ସେଠାରେ ଯୋଗ କରିଅଛି ଆଉ ବାକ୍ୟ ବିରୁଦ୍ଧରେ ସେ ନିଜ ଧମକ ଗୁଡ଼ିକକୁ ସେ କାର୍ଯ୍ୟ କରିବାରେ ପ୍ରତ୍ୟେକ ଯୁଗରେ, ଏଫିସରୁ ନେଇକି ଲାଉଦିକିଆ ପର୍ଯ୍ୟନ୍ତ ପ୍ରତ୍ୟେକ ଯୁଗରେ ସେ ସଫଳତା ମଧ୍ୟ ପାଇଅଛି। ଆଉ ନହଙ୍କ ସମୟରେ ମଧ୍ୟ ସେ ପ୍ରକାର କରିଥିଲା, ସେ ପ୍ରକାର ବ୍ୟାଖ୍ୟା କରିଥିଲା କି କୌଣସି ପ୍ରକାର ବର୍ଷା ହେବ ନାହିଁ, କିନ୍ତୁ ପ୍ରଭୁ କହିଥିଲେ ଯେ ବର୍ଷା ଆସିବ। କିନ୍ତୁ ସେ ଶୈତାନ ସେଠାରେ ସଫଳ ହେଲା। ସେ କ'ଣ କଲା, ଲୋକମାନଙ୍କୁ ଅଟକେଇଲା। ବିଭିନ୍ନ ପ୍ରକାର ବୈଜ୍ଞାନିକ ଗବେଷଣା ଦ୍ୱାରା ସେ ତାହାକୁ ଦର୍ଶାଇଲା, ଯାହା ଫଳରେ କି ସେମାନେ ତା କଥାରେ ଫସି ରହି ସେମାନେ ସେ ଡଙ୍ଗାକୁ ଯାଇପାରିଲେ ନାହିଁ। ହାଲେଲୁୟା। ତେବେ ବର୍ତ୍ତମାନ ଯୀଶୁଙ୍କ ସମୟରେ ସେ ସମାନ କାର୍ଯ୍ୟ କରିଥିଲା। ସେ ପୁଣି ଥରେ କ'ଣ କରିଥିଲା, ଛଳନା ଦ୍ୱାରା ସେମାନଙ୍କ ମନକୁ ବିଷାକ୍ତରେ କରିଦେଇଥିଲା। ସେ କ'ଣ କରିଥିଲା, ବାକ୍ୟକୁ ଭୁଲ ବ୍ୟାଖ୍ୟା କରି ସେ କ'ଣ କହିଥିଲା, ପ୍ରଭୁଙ୍କୁ କହିଥିଲା, ଯଦି ତୁମେ ପରମେଶ୍ୱରଙ୍କ ପୁତ୍ର ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ। ଆଉ ପ୍ରଭୁ ଯୀଶୁ ମଧ୍ୟ ସେଠାରେ କିଛି କୌଣସି ଭାବରେ ପରିହାସ ତାହାକୁ କରିନଥିଲେ। ସେ ପରିହାସକାରୀ ନୁହନ୍ତି। ସେ ତାହାର କଥା ଶୁଣି ପଥରକୁ ରୁଟି କଲେ ନାହିଁ, ଯଦି ବି ସେ ତାହା କରିପାରିଥାନ୍ତେ। ଆଉ ବର୍ତ୍ତମାନ
ଏହା ପୁଣି ଥରେ ଏକ ଧାର୍ମିକ ଭାବରେ ଦେଖାଯାଉଥିବା ପାପ। ତେବେ ଏ ଯେଉଁ ଜଣେ ବେଶ୍ୟା ସେ ଭଲ ଭାବରେ ଜାଣେ କି ସେ କେଉଁଠାକୁ ଯାଉଛି। ଜଣେ ଜଣେ ମଦ୍ୟପାନକାରୀ କିମ୍ବା ଜଣେ ଭୁଲ କାର୍ଯ୍ୟ କରୁଥିବା ଲୋକ ସେ ଭଲ ଭାବରେ ଜାଣେ ସେ କେଉଁଠାକୁ ଯାଉଛି। କିନ୍ତୁ ଜଣେ ଯଦି ନିଜକୁ ବିଶ୍ୱାସୀ ବୋଲି କହେ ଏବଂ ମୁଁ ଭଲ କାର୍ଯ୍ୟ କରୁଛି ବୋଲି କହିକି ବି ଯଦି ସେ ପ୍ରକାର ମନ୍ଦ କାର୍ଯ୍ୟରେ ଲିପ୍ତ ରହେ ତାଠାରେ ସେତେବେଳେ ତା ମଧ୍ୟରେ କୌଣସି ନା କୌଣସି ଗୋଟେ ଭୁଲ ରହିଅଛି। ପ୍ରେଜ୍ ଦ ଲର୍ଡ। ଏବେ ସେଥିପାଇଁ ପ୍ରଭୁ ଏପରି କହନ୍ତି ମୁଁ ତୁମକୁ ଜାଣେ ନାହିଁ, ମୋ ଠାରୁ ଦୂର ହୁଅ। ସେମାନେ କ'ଣ କରୁଥିଲେ? ସେମାନେ ନିଜେ ନିଜେ ଭାବି ନେଇଛନ୍ତି ଯେ ମୁଁ ତାହା ଠିକ୍ କରିଅଛି, ଏପରି କଲେ ଭଲ ହେବ, ନିଜ ନିଜ ମାଇଣ୍ଡ ଲଗେଇକି ସବୁ କାର୍ଯ୍ୟ କଲେ ଭଲ ହେବ। ଏ ସମସ୍ତ ବିଷୟ ସେମାନଙ୍କର ମନକୁ କିଣି ଦେଇଅଛନ୍ତି। ଦେଖନ୍ତୁ ସେମାନେ ନିଜ ଜନ୍ମଗତ ଅଧିକାରକୁ ବିକ୍ରି କରିସାରିଅଛନ୍ତି। ଆଉ ଆମେ ଜାଣୁ କି କେବେ ମଧ୍ୟ ସଦାପ୍ରଭୁଙ୍କର ସଂଗଠିତ ଧର୍ମ ନଥିଲା, କିନ୍ତୁ ଆଜି ପ୍ରଭୁଙ୍କର ଏତେ ସଂଗଠିତ ଧର୍ମ ଅଛି। ସେମାନେ ସଦାପ୍ରଭୁଙ୍କ ନାମରେ ଅନେକ ମାତ୍ରାରେ ସଂଗଠିତ ଧର୍ମ ବନାଉଛନ୍ତି, ସେଠାରୁ ବିଜନେସ୍ କରୁଛନ୍ତି, ସେଠାରୁ ଅନେକ ପ୍ରକାର ଲାଭ, ବିଲ୍ଡିଂ, କୋଠାବାଡ଼ି, ଗାଡ଼ି ଘୋଡ଼ା, ବ୍ୟାଙ୍କ ବାଲାନ୍ସ ସବୁ କିଛି କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ଏହାକୁ ଭୁଲ ଭାବରେ ସେମାନେ ମଧ୍ୟ ବ୍ୟାଖ୍ୟା କରନ୍ତି କି ବାକ୍ୟର ଏହି ଅଂଶର ଅର୍ଥ ଏହି, ସେହି ଅଂଶର ଅର୍ଥ ସେହି ପ୍ରକାର ଅଟେ। କିନ୍ତୁ ଗୋଟିଏ ବିଷୟ ମାନେ ଧ୍ୟାନ ଦିଅନ୍ତୁ କି ପ୍ରଭୁଙ୍କୁ ବାକ୍ୟକୁ ବ୍ୟାଖ୍ୟା କରିବାର ଥାର୍ଡ଼ ପର୍ସନକୁ କୌଣସି ଅଧିକାର ନାହିଁ। ପ୍ରଭୁ ନିଜେ ଜାଣନ୍ତି, ସେ ନିଜର ବାକ୍ୟକୁ ନିଜେ ସେ ବ୍ୟାଖ୍ୟା କରିପାରନ୍ତି। ତୃତୀୟ ଲୋକର କୌଣସି ପ୍ରକାର ଅଧିକାର ନାହିଁ ତାହା କରିବା ପାଇଁ। ହାଲେଲୁୟା। ସେ ଯାହା କହିଥିଲେ ତାହା ଘଟିବ ବୋଲି ସେ କହିଥିଲେ, ଆଉ ସେଇ ଶେଷ ଦିନ ଗୁଡ଼ିକରେ ତାହା ଘଟିବ ବୋଲି ସେ କହିଥିଲେ। ଆଉ ସେଇ ପ୍ରକାର ଭାବେ ତାହାଙ୍କୁ କୌଣସି ପ୍ରକାର କାହାକୁ ପଚାରିବା ଉଚିତ ନୁହେଁ ଯେ ସେ ସେହି ସମୟ କି ନାହିଁ। ସେ ଜାଣନ୍ତି ଯେ ସମୟ କ'ଣ ଏବଂ ଯୋଜନା କ'ଣ ଅଟେ। ପ୍ରେଜ୍ ଦ ଲର୍ଡ। ତେବେ ମାଥ୍ୟୁ ପୁସ୍ତକ 24:24 ଗୋଟେ ଯିବା। ମାଥ୍ୟୁ ପୁସ୍ତକ 24:24। କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଗୋଟିଏ ଏପରି ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକକୁ ସୁଦ୍ଧା ଧ୍ୱଂସ କରିବେ। ହାଲେଲୁୟା। ଦେଖନ୍ତୁ ସେଇ ପ୍ରତାରକ ଶୟତାନ ଆମେ ଦେଖୁଛୁ ଯେ ତାର ଜ୍ଞାନର ବୃଦ୍ଧି କି ପ୍ରକାର ପାଉଅଛି। ସେ କି ପ୍ରକାର ଭାବେ ଉତ୍ତମ ଶିକ୍ଷା ଭାବରେ, ଉଚ୍ଚ ସଭ୍ୟତା ମାଧ୍ୟମରେ, ଆଉ ଏହି ପ୍ରବୃତ୍ତି ଦ୍ୱାରା ଯେଉଁମାନେ ପ୍ରଭୁଙ୍କ ସେବା କରିବାକୁ ଚାହାନ୍ତି ସେମାନଙ୍କୁ ନିଜର ମିଥ୍ୟାକୁ ବିଶ୍ୱାସ କରିବାକୁ ସେ ମୋହିତ କରିଥାଏ। ଠିକ୍ ଯେପରି ସେ ହବାଙ୍କୁ କରିଥିଲା। ହବା ସେ ଶୟତାନର କଥା ଶୁଣି ତାହାକୁ କରିବାକୁ ଚାହୁଁନଥିଲେ, କିନ୍ତୁ ଶୟତାନ ସେ ହବାଙ୍କୁ ଦେଖେଇଲା, ସମ୍ପୂର୍ଣ୍ଣ ଭାବରେ ତାହାକୁ ଏକ୍ସପ୍ଲେନ୍ କଲା, ଦେଖେଇଲା କି ନାହିଁ କି ପ୍ରକାର ଅଧିକ ଜ୍ଞାନ ପାଇଲେ କ'ଣ କ'ଣ ସୁବିଧା ଲାଭ ତୁମେ ପାଇପାରିବ। ସେ ପ୍ରକାର ତାଙ୍କର ମନକୁ ହରଣ କରି ତାହାକୁ ସେ ପ୍ରକାର ସେ ପ୍ରଲୋଭନ ଦେଖେଇଥିଲା। ପ୍ରେଜ୍ ଦ ଲର୍ଡ। ତେବେ ବର୍ତ୍ତମାନ ପ୍ରଭୁଙ୍କର ପ୍ରତିଜ୍ଞାତ ବାକ୍ୟକୁ ଯୁଗ ପାଇଁ ସତ୍ୟ ବ୍ୟାଖ୍ୟା କରିବାର 6000 ବର୍ଷ ପରେ ସଦାପ୍ରଭୁଙ୍କ ଏଦନକୁ ବର୍ତ୍ତମାନ ଶୟତାନର ଏଦନ ସହିତ ତୁଳନା କରନ୍ତୁ। ଆସନ୍ତୁ ଏହାକୁ ବର୍ତ୍ତମାନ ତୁଳନା କରିବା ଏବଂ ଦେଖିବା ଯେ ଆମେ କେଉଁଠାକୁ ପହଞ୍ଚିଗଲୁ। ଯେପରି ସେ ଖ୍ରୀଷ୍ଟଙ୍କ ସମୟରେ ମଣ୍ଡଳୀକୁ କରିଥିଲା, ଯୀଶୁଙ୍କଠାରେ ପ୍ରଭୁଙ୍କର ବିଶ୍ୱସ୍ତ ପୁତ୍ରମାନଙ୍କୁ ସତ୍ୟ ଜାଣିବାକୁ ସେ ରଖିବାକୁ ଚେଷ୍ଟା କରୁଥିଲା, ଆଉ ଆଜି ମଧ୍ୟ ସେ ତାହା କରୁଅଛି। ଏଠାରେ ଅତି ସୁନ୍ଦର ଭାବରେ ଭବିଷ୍ୟତ ବକ୍ତା କହନ୍ତି କି ଯଦି ତୁମେ ଆପଣା ବାପାଙ୍କର ଜଣେ ବିଶ୍ୱସ୍ତ ସନ୍ତାନ ଅଟ, ଆଉ ସେ ଯଦି କହିଥାନ୍ତେ, ତୁମ ବାପା ଯଦି ତୁମକୁ କହିଥାନ୍ତେ କି ସେଇ ପାଣିକୁ ଯାଉ ନାହିଁ, ସେଠିକୁ ଗଲେ ସେ ତୁମେ ବୁଡ଼ିକି ମରିଯିବ, କିନ୍ତୁ ଶୟତାନ ତାହାକୁ କି ପ୍ରକାର ବ୍ୟାଖ୍ୟା କରିଥାଏ, ଆରେ ପାଣି ତ ଦେଖିବାକୁ କେତେ ସୁନ୍ଦର, ଏଠି ପହଁରିଲେ ବହୁତ ଭଲ ଲାଗିବ। ହାଲେଲୁୟା। ସେଇ ପ୍ରକାର ଭାବରେ ଯଦି ଆମମାନେ ପ୍ରଭୁଙ୍କର ସନ୍ତାନ ଅଟୁ, ତେବେ ଆମମାନେ ସେ ପାଣି ନିକଟକୁ କେବେ ମଧ୍ୟ ଯିବା ନାହିଁ। ପ୍ରେଜ୍ ଦ ଲର୍ଡ। ତେବେ ସର୍ବପ୍ରଥମେ କ'ଣ କରିବା? ପରମେଶ୍ୱରଙ୍କୁ ବାକ୍ୟକୁ ଗ୍ରହଣ କରିବା ଦରକାର। ଅନ୍ୟ ଜଣେ ମୋତେ କ'ଣ କହୁଛି, ମୋତେ ସେଠାରୁ କିଛି ଲେନା ଦେନା ନାହିଁ, କିନ୍ତୁ ପ୍ରଥମେ ପ୍ରଭୁଙ୍କର ବାକ୍ୟ ମୋତେ କ'ଣ କହୁଛି ମୁଁ ତାହା ଗ୍ରହଣ କରିବା ଜରୁରୀ ଅଟେ। ପ୍ରେଜ୍ ଦ ଲର୍ଡ। ଯଦି କୁହାଗଲା ସେଇ ପାତ୍ରରେ ବିଷ ରଖା ଅଛି, ସେ ପାଖକୁ ମୁଁ ଯିବି ନାହିଁ କି ଛୁଇଁବି ନାହିଁ। ପ୍ରେଜ୍ ଦ ଲର୍ଡ। ଆଉ ମୁଁ ତାହା ବିଶ୍ୱାସ କରିବି, ତାହାଙ୍କର ସମସ୍ତ ବାକ୍ୟରେ ବିଶ୍ୱାସ କରିବି
ଯେପରି ତାହାଙ୍କର ବୀଜରେ ବିଶ୍ୱାସ ରଖିବା ଦ୍ୱାରା ପବିତ୍ରତା ପ୍ରେମ ଏବଂ ଅନନ୍ତ ଜୀବନରେ ତାହା ସେ ଏକ ଏଦନ ଆଣିଥିଲା। ପ୍ରେଜ୍ ଦ ଲର୍ଡ। ଆଉ ପ୍ରଭୁଙ୍କର ଏଦନ ତାହା ହିଁ ଉତ୍ପାଦନ କରେ ପବିତ୍ରତା, ପ୍ରେମ, ବୁଝାମଣା, ସିଦ୍ଧତା, ଏକୀକରଣ ଏବଂ ଅନନ୍ତ ଜୀବନ। ପ୍ରଭୁ ତାହା ହିଁ ରୋପଣ କରିଅଛନ୍ତି। ତାହାଙ୍କ ବାକ୍ୟ, ତାହାଙ୍କ ବୀଜ, ଶେଷରେ ତାହାଙ୍କ ମଣ୍ଡଳୀ ତାହା ହିଁ ହେବ, ତାହା ସମାନ ବିଷୟ ଆଣିବ। ସେଥିପାଇଁ ପ୍ରଭୁ କହିଲେ କି ପ୍ରତ୍ୟେକ ବିଷୟ ସ୍ୱ ଜାତି ଅନୁସାରେ ସମସ୍ତ ବିଷୟ ଆଣୁ। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ କୌଣସି ପ୍ରଚାରକ କିମ୍ବା ଅନ୍ୟ କୌଣସି ପ୍ରେରିତ ତାହା ଅନ୍ୟ ପ୍ରକାର ବ୍ୟାଖ୍ୟା କରିବାଟା ବାକ୍ୟ ଅନୁଯାୟୀ ନ ହୋଇ ଅନ୍ୟ ପ୍ରକାର ବ୍ୟାଖ୍ୟା କରିବାଟା ତାହା ଭୁଲ ବିଷୟ ଅଟେ। ହାଲେଲୁୟା। ଯଦି ମାର୍କ 16 ପ୍ରଭୁଙ୍କର ବୀଜ ଅଟେ ତେବେ ତାହା ନିଜ ପ୍ରକାର ଫଳକୁ ତାହା ସୃଷ୍ଟି କରିବ। ଯଦି ମଲାକି 4 ତାହା ପ୍ରଭୁଙ୍କ ଯଦି ବାକ୍ୟ ଅଟେ ତେବେ ପ୍ରଭୁଙ୍କର ବୀଜକୁ ତାହା ପୁନର୍ବାହ ଆଣିବ। ପ୍ରେଜ୍ ଦ ଲର୍ଡ। ଏବେ ସେହି ଶୈତାନକୁ ଛଦ୍ମ ବେଶରେ ଦେଖନ୍ତୁ। ସେ କହିବାକୁ ଚାହୁଁଅଛି ଏହା ସେପରି ନୁହେଁ, ଏହା ସେ ପ୍ରକାର ପ୍ରଭୁ କହିବାକୁ ଚାହାନ୍ତି ନାହିଁ। ଏହି ବାକ୍ୟ ଆଜି ପାଇଁ ନୁହେଁ, ତାହା ତ ଅନ୍ୟ କୌଣସି ଦିନ ପାଇଁ ଥିଲା। ଆଜି ପାଇଁ ତ ଏଇଟା ଅଟେ, ଆଜି ପାଇଁ ତ ଏନ୍ଜୟମେଣ୍ଟ ଏଣ୍ଟରଟେନମେଣ୍ଟ କରିବା ବିଷୟ ଅଟେ। ତେବେ ପ୍ରଭୁ ତାଙ୍କ ମଣ୍ଡଳୀକୁ ସେହିପରି ସ୍ଥାପନ କରନ୍ତି ପ୍ରତ୍ୟେକ ବାକ୍ୟରେ ତାହାର ପ୍ରତ୍ୟେକ ଅନୁଯାୟୀ। କିନ୍ତୁ ଶୈତାନ ଏହାକୁ ଅନ୍ୟ କିଛି ନେବ, ଏହାର ଅନ୍ୟ ଏକ ଅର୍ଥ ଆଣି ଦେଖାଇବ। ତେବେ ପ୍ରଭୁ କ'ଣ କହିଥିଲେ? ସେ ଏକ ପ୍ରତିଶ୍ରୁତି ଦେଇଥିଲେ, ଏହି ଚିହ୍ନ ଗୁଡ଼ିକ ବିଶ୍ୱାସ କରୁଥିବା ଲୋକମାନେ ସେମାନଙ୍କୁ ଅନୁସରଣ କରିବେ। ଆଉ ବର୍ତ୍ତମାନ ସଂସ୍ଥାୟୀ ମଣ୍ଡଳୀ କ'ଣ କହନ୍ତି କି ଚର୍ଚ୍ଚ ଜଏନ୍ କରିବା, ମଣ୍ଡଳୀ ଯେପରି କୁହାଯାଏ ପାଳି ଧରିବା ପାଇଁ ସେ ପ୍ରକାର ପାଳି ଧରିବା। ଆଉ ପ୍ରଭୁଙ୍କ ବୀଜ ବୋଲି ମୁଁ ମଧ୍ୟ ଶୁଣିଛି ବହୁତ ଜଣ କହୁଛନ୍ତି ପ୍ରଭୁଙ୍କ ବୀଜ ବୋଲି କିଛି ବାକ୍ୟରେ ବି ନାହିଁ, ଏ ପ୍ରକାର କହୁଛନ୍ତି। ସେ ପ୍ରକାର ନୁହେଁ। ସେଥିପାଇଁ ପ୍ରଭୁ କହିଲେ ଏହି ଚିହ୍ନ ଗୁଡ଼ିକକୁ ବିଶ୍ୱାସ କରୁଥିବା ଲୋକଙ୍କୁ ତାହା ଅନୁସରଣ କରିବ। ସେମାନେ କ'ଣ କରିବେ? ମୋ ନାମରେ ଭୂତ ଚଢ଼େଇବେ, ମୋ ନାମରେ ସମସ୍ତ କାର୍ଯ୍ୟ କରିବେ। କିନ୍ତୁ ସେମାନେ କ'ଣ କରିବେ? ସେମାନେ ମୋ ନାଁରେ ଭୂତ ଚଢ଼େଇବେ, ସେମାନେ ପରଭାଷାରେ କଥା କହିବେ। ଯଦି ସେମାନେ ସର୍ପ ନିଅନ୍ତି କିମ୍ବା ମାରାତ୍ମକ ପଦାର୍ଥ ଗ୍ରହଣ କରନ୍ତି ତେବେ ସେମାନଙ୍କର କୌଣସି କ୍ଷତି ହେବ ନାହିଁ। କିନ୍ତୁ ପ୍ରତ୍ୟେକ ବୀଜ ସେହି ପ୍ରକାର ବିଷୟ ଆଣିବ। ତେବେ ଯଦି ଆମେମାନେ ପ୍ରଭୁଙ୍କର ବୀଜ, ପ୍ରଭୁଙ୍କର ଗୁଣ, ତେବେ ପ୍ରଭୁଙ୍କ ପରି ବିଷୟ ଆମେ ଆଣିବା ଉଚିତ। ହାଲେଲୁୟା। ଯେବେ ପ୍ରଭୁଙ୍କର ବାକ୍ୟ ଆମଠାରେ ବୁଣାଯାଏ ତାପରେ ଆମେ ପ୍ରଭୁଙ୍କ ବାକ୍ୟକୁ ଆମେ ଶୁଣିଥାଉ। ସେଥିପାଇଁ ସେ କହିଲେ ମୋହର ମେଷଗଣ ମୋହର ସ୍ୱର ଶୁଣନ୍ତି, ସେମାନେ ଅପରିଚିତ ବ୍ୟକ୍ତି ପଛରେ ସେମାନେ କେବେ ମଧ୍ୟ ଅନୁସରଣ କରିବେ ନାହିଁ। ହାଲେଲୁୟା। ତେବେ ବର୍ତ୍ତମାନ ପ୍ରଭୁଙ୍କ ସମସ୍ତ ବାକ୍ୟ ଗ୍ରହଣ କରି ଏକ ଅଲଗା ଦିଗକୁ ନେଇ ଅବିଶ୍ୱାସ, ଅପବିତ୍ର, ପାପପୂର୍ଣ୍ଣ, ଘୃଣା ଏବଂ ଅନନ୍ତ ମୃତ୍ୟୁର ବୀଜକୁ ସେ ଶୈତାନ ଆଣିଅଛି। ଆଜିର ଦିନରେ ସାରା ବିଶ୍ୱ ଜଗତ ତାହା ଧାର୍ମିକ ଅଟେ। ଆଉ ଏହି ଧାର୍ମିକ ଯୁଗର ପ୍ରତ୍ୟେକ କୋଣରେ ବଡ଼ ବଡ଼ ମଣ୍ଡଳୀ ତଥା ସମସ୍ତ ରୀତିନୀତି ଦ୍ୱାରା ଶୈତାନକୁ ଆରାଧନା କରାଯାଏ ଏବଂ ତାହା ଆରାଧନା କରିକି ଆଜି ପର୍ଯ୍ୟନ୍ତ ପହଞ୍ଚି ସାରିଅଛି। ସେମାନେ ଏହା କି ପ୍ରକାର କରନ୍ତି? ବାଇବଲ ସେମିନାରୀ ଗୁଡ଼ାକୁ ସେମାନେ ଆୟୋଜନ କରନ୍ତି, ବିଭିନ୍ନ ମିଟିଂ ଗୁଡ଼ାକୁ କରନ୍ତି। ତାହା ଜଣେ ବୁଦ୍ଧିଜୀବୀ ବ୍ୟକ୍ତିଙ୍କୁ ଆଣି ଯିଏକି ବହୁତ ବାଇବଲ ଡିଗ୍ରୀ ହାସଲ କରିଥିବ, ତା ଦ୍ୱାରା ସମସ୍ତଙ୍କୁ କି ପ୍ରକାର କହିବା, କି ପ୍ରକାର ଜଣଙ୍କ ମନର ଭାବନାକୁ କିଣିବା, ସେ ପ୍ରକାର ବିଷୟକୁ ସେମାନେ କରନ୍ତି। ଆଜି ଏହା ସେମାନଙ୍କର ଗୋଟେ ପ୍ରକାର ଟାକ୍ଟିକ୍ସ ଅଟେ, ଲୋକମାନଙ୍କର ମନକୁ କିଣିବା। ପ୍ରେଜ୍ ଦ ଲର୍ଡ। କିନ୍ତୁ ପ୍ରଭୁଙ୍କ ଆତ୍ମା ସେ ପ୍ରକାର କରେ ନାହିଁ। ସେହି ବାକ୍ୟ ତାମ୍ବମାନଙ୍କ ଭିତରେ ପୂର୍ବ ନିର୍ଦ୍ଧାରିତ ଅଟେ। ତାହାକୁ କାହାର ମନ ସହିତ ଖେଳିବାର ଆବଶ୍ୟକତା ନଥାଏ। ତେବେ ଶୈତାନ ଏପରି ଭାବରେ ଏହି ମହାନେଦନକୁ ଜନ୍ମ ଦେଇଅଛି, ଯେଉଁଠାରେ ନାମଧାରୀ ମଣ୍ଡଳୀଗଣ ଆଜି ମଧ୍ୟ ବାସ କରୁଅଛନ୍ତି। ତାହା ଏକ ମଣ୍ଡଳୀ ଅଟେ ଯାହା ଜଗତର ଏଦନ ଅଟେ। ଆଉ ସେମାନେ ସମସ୍ତେ ଏକତ୍ରିତ ହେଉଛନ୍ତି ଆଉ ଏକ ବିଶ୍ୱ ମଣ୍ଡଳୀ ପାଇବାକୁ ସେମାନେ ଯାଉଛନ୍ତି। ତାହାକୁ କହିବେ ୱାର୍ଲଡ କାଉନସିଲ୍ ଅଫ୍ ଚର୍ଚେସ୍। ପ୍ରେଜ୍ ଦ ଲର୍ଡ। ତାହା WCC ବୋଲି ମଧ୍ୟ କୁହାଯାଏ। ଆଉ ସେମାନେ କ'ଣ କୁହନ୍ତି? ସେମାନେ ଗୋଟିଏ ମୁଣ୍ଡ ତଳେ ଆସିବେ ଯେଉଁଠାରେ ଶୈତାନକୁ ସିଂହାସନ ଦିଆଯିବ। ପ୍ରେଜ୍ ଦ ଲର୍ଡ। ଆଉ ଶେଷ ଡାକରା ହେଉଛି କନ୍ୟାକୁ ସେଠାରେ ପ୍ରବେଶ କରିବା ପୂର୍ବରୁ ତାହାକୁ ଏଠାରୁ ଉର୍ଦ୍ଧ୍ୱନୀତ କରିବା ବିଷୟ ଅଟେ। ହାଲେଲୁୟା। ଥରେ ପଶୁର ଚିହ୍ନ ନେଇଛି, ବରଂ ଥରେ ସେ ପଶୁର ଚିହ୍ନ ଜଣେ ଯଦି ନିଏ ସେ ବିନାଶ ପାଇଅଛି। ସେମିତି ହେଲେ ସେ କେବେ ବି ଏଠାରୁ ବାହାରି ଆସିପାରିବ ନାହିଁ। ସେଥିପାଇଁ ଆଜି ମଧ୍ୟ ସେଇ ସ୍ୱର ଉଚ୍ଚାରଣ କରା ଦିଆଯାଉଛି କି ହେ ଆମର ଲୋକମାନେ ସେଠାରୁ ବାହାରି ଆସ।
ହାଲେଲୁୟା। ତେବେ ଏହି ଶୈତାନର ଏଦନ ତାହା ସଦାପ୍ରଭୁଙ୍କ ଠାରୁ ପୃଥକୀକୃତ ହେବା ବିଷୟ ଅଟେ। ହବା ସେ କ'ଣ କଲା? ସେ ଜ୍ଞାନର ଲାଳସା ପାଇଁ ସେ ପ୍ରଭୁଙ୍କର ବାକ୍ୟକୁ ସେ ତୁଚ୍ଛ କଲା, ଆଉ ତାହା ପାପ ଥିଲା। ଆଉ ଯଦି ଆଜି ଆମେ ଜ୍ଞାନ ପାଇଁ ଯଦି ଲାଳସା କରୁ, ସେଇ ବାଇବଲ ଡିଗ୍ରୀ ଦ୍ୱାରା ଅନେକ ପ୍ରକାର ବାଇବଲ ଡିଗ୍ରୀ ଦ୍ୱାରା ଜ୍ଞାନ ପାଇବା ପାଇଁ ଯଦି ବାଞ୍ଛା କରିଥାଉ, ତାହେଲେ ତାହା ମଧ୍ୟ ଏକ ପାପ ହିଁ ଅଟେ। ପ୍ରେଜ୍ ଦ ଲର୍ଡ। ଏହା ଏକ ଦୃଢ଼ ବକ୍ତବ୍ୟ ଅଟେ, କିନ୍ତୁ ତାହା ସତ୍ୟ ଅଟେ। ହାଲେଲୁୟା। ଏହା ଦେଖିବାକୁ ଯେତେ ଶକ୍ତିଶାଳୀ ହେଉନା କାହିଁକି, ତାହାର ପ୍ରକୃତ କଥା ହେଉଛି ଏହି ଜ୍ଞାନକୁ ସେ ଜ୍ଞାନ ବୋଲି ନିଜକୁ ଦେଖାଇବା ଦ୍ୱାରା ଆଜି ଆମେ ଲୋକଙ୍କ ହୃଦୟରେ ପ୍ରଭୁଙ୍କ ବାକ୍ୟ ବଦଳରେ ନିଜର ବାକ୍ୟ ସେମାନେ ରୋପଣ କରିଥାନ୍ତି। ପ୍ରେଜ୍ ଦ ଲର୍ଡ। ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ, କାରଣ ବାଇବଲ ଡିଗ୍ରୀ କଲେଜ ଗୁଡ଼ିକରେ ସେହି ପ୍ରକାଶନ ନଥାଏ ଯାହା ଭବିଷ୍ୟତ ବକ୍ତାମାନଙ୍କୁ ଦେଇଅଛନ୍ତି। ହାଲେଲୁୟା। ଏଣୁ ପ୍ରିୟମାନେ, ଆମକୁ ବାକ୍ୟର ସ୍ଥାପନ କରିବା ପାଇଁ ଆଦେଶ ଦିଆଯାଇଛି। ସେଥିପାଇଁ ପାଉଲ କହନ୍ତି, ତୁମର ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ମଧ୍ୟରେ ସ୍ଥାପିତ ହୁଏ, ସେଥିପାଇଁ ମୁଁ ମନୁଷ୍ୟର ପ୍ରଲୋଭନକାରୀ କଥା ନେଇ ତୁମ ପାଖକୁ ଆସିନାହିଁ, କିନ୍ତୁ ମୁଁ ଶକ୍ତିରେ ତୁମ ପାଖକୁ ଆସିଅଛି, ପବିତ୍ର ଆତ୍ମାଙ୍କ ପ୍ରକାଶନରେ ଯେପରି ତୁମର ବିଶ୍ୱାସ ପରମେଶ୍ୱରଙ୍କ ଠାରେ ସ୍ଥାପିତ ହୁଏ। ପ୍ରେଜ୍ ଦ ଲର୍ଡ। ପ୍ରଥମ କୋରିନ୍ଥୀୟ 2:1-5 ଆପଣମାନେ ତାହା ପାଇପାରିବେ। ତେବେ ସେହିପରି ଭାବରେ ପାଉଲ ଯେପରି କହନ୍ତି, ଆଜି ମଧ୍ୟ ଅନେକ ପାଳକ କ'ଣ କରନ୍ତି, ମୁଁ ତ ଏତେ ଜଣଙ୍କୁ ବାପ୍ତିସ୍ମ ଦେଉଛି, ମୋତେ ତ ଏତିକି ଟଙ୍କା ଦେବା କଥା। ଏ ପ୍ରକାର ଅନେକ ବିଷୟ ରହିଅଛି, ଗୋଟେ କରି ତ କହିହେବନି। କିନ୍ତୁ ତାହା ଆମକୁ ଭାବିବାକୁ ପଡ଼ିବ କି ନିଜର ଜ୍ଞାନ ସ୍ଥାପନ କରୁଛୁ ନା ପ୍ରଭୁଙ୍କର ବୀଜ ଜଣକ ଅନ୍ତରରେ ସ୍ଥାପନ କରୁଛୁ। ହାଲେଲୁୟା। ତେବେ ଆମମାନଙ୍କୁ କ'ଣ ଶିଖିବା ଦରକାର? ପ୍ରଭୁଙ୍କର ବାକ୍ୟକୁ ଜଣକୁ ହୃଦୟରେ ସ୍ଥାପନ କରିବାକୁ ଆମକୁ ଶିଖିବା ନିହାତି ଦରକାର ଅଛି। ପ୍ରେଜ୍ ଦ ଲର୍ଡ। ଅବିଶ୍ୱାସକୁ ଆମମାନଙ୍କୁ ବାହାର କରିବାର ଅଛି। ଯେ ପର୍ଯ୍ୟନ୍ତ ଆପଣ ନିଜର ଖାଲି ପରିଚୟ ଦେଉଥିବେ, ତେବେ ପରମେଶ୍ୱରଙ୍କ ରାଜ୍ୟ ଜଣେ ମନୁଷ୍ୟର ହୃଦୟରେ ପ୍ରତିଷ୍ଠିତ ହୋଇପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ତେବେ ମନୁଷ୍ୟର ନିଜୀ ଶକ୍ତିଟା କେମିତି, ମାନେ ଚିନ୍ତା ଶକ୍ତି, ଏହା ଦେଖିବାକୁ ଏମିତି, ଏହା ପଢ଼ିଲା ପରେ ଏହା ଏ ପ୍ରକାର ହେଇପାରେ, ସେ ପ୍ରକାର ମଧ୍ୟ ହେଇପାରେ, ତାହା ଦେଖିବା ମଣିଷର ଗୋଟେ ତାହା କ'ଣ କହିବେ, ସେ ମଣିଷର ଗୋଟେ ତାହା ଚିନ୍ତାଧାରା ଅଟେ। କୌଣସି ବିଷୟ ଦେଖିଲେ ହଁ ଏଇଟା ଏ ପ୍ରକାର ଭାବିଲେ ଠିକ୍ ହେବ, ଆଉ ସେଇ ପ୍ରକାର ମଣିଷର ସେ ବିଷୟକୁ ଶୈତାନ ନିଜର କବ୍ଜାରେ ନେଇକି ତାର ଫାଇଦା ଉଠେଇକି ସେଇ ପ୍ରକାର ହେବାକୁ ତାହା କଲା। ସେ କ'ଣ କହିଲା? ହେବାକୁ ତୁମର ଆଖି ଖୋଲିଯିବ, ତୁମେ ପ୍ରଭୁଙ୍କ ପରି ଭଲ ମନ୍ଦର ଜ୍ଞାନ ପାଇବ, କାରଣ ପ୍ରଭୁ ସେମାନଙ୍କୁ ଏପର୍ଯ୍ୟନ୍ତ ନିଜକୁ ଦେଖିବାକୁ ଦେଇନଥିଲେ ଯେ ସେମାନେ ଉଲଗ୍ନ ଥିଲେ। ତେଣୁ ସେମାନେ ଜାଣିଥିଲେ ଯେ ସେମାନେ ଭୁଲରୁ ଠିକ୍କୁ ଜାଣିପାରିବେ, ଆଉ ସେହିପରି ସେମାନେ କଲେ, କିନ୍ତୁ ଏହା ତ ବାକ୍ୟ ବିରୁଦ୍ଧ କାର୍ଯ୍ୟ ହିଁ ରହିଥିଲା। ହାଲେଲୁୟା। ତାହା ସେହିପରି ଆଜି ସେମିନାରୀ ଗୁଡ଼ିକରେ ପରିଚାଳକମାନେ ତଥା ଅନ୍ୟ ପ୍ରିଷ୍ଟମାନେ, ଫାଦରମାନେ ସେ ପ୍ରକାର କରନ୍ତି। ସେମାନେ ମନୁଷ୍ୟ ନିର୍ମିତ ଧର୍ମ ମତ ସିଦ୍ଧାନ୍ତକୁ ଶିଖନ୍ତି। ଏହା ଦେଖିବାକୁ ଠିକ୍ ମନେ ହୁଏ, ତାହା କିନ୍ତୁ କୌଣସି ପ୍ରକାର ତାହା ଏକ ଭୁଲ ବୁଝାମଣାକୁ ଜନ୍ମ ଦେଇଥାଏ, କିନ୍ତୁ ତାହା କଦାପି ସତ୍ୟ ହୋଇନଥାଏ। ହାଲେଲୁୟା। ତେବେ ଆମକୁ ଏହାକୁ ବେଶୀ ମନ ଲଗେଇକି ବୁଝିବା ଦରକାର ନାହିଁ। ଯାହା ଯେତିକି ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କୁହାଯାଇଅଛି ତାହା ସେତିକି ବିଶ୍ୱାସ କଲେ ହିଁ ଆମ ପାଇଁ ତାହା ଫାଇଦା ଯୋଗ ହେବ। ପ୍ରେଜ୍ ଦ ଲର୍ଡ। କାରଣ ପ୍ରଭୁ ଯାହା କିଛି ମଧ୍ୟ କହିଥାନ୍ତି ନା କାହିଁକି ତାହା ଠିକ୍ ଅଟେ, ତାହା ତ ଚିରକାଳ ପର୍ଯ୍ୟନ୍ତ ତାହା ସ୍ଥାୟୀ ହିଁ ଅଟେ। ଏଠାରେ ଦେଖନ୍ତୁ, ସେଇ ଆଦମ ଏବଂ ହବା, ଏହାକୁ ତୁଳନା କରନ୍ତୁ। ସେଇ ପୁରୁଷ ଏବଂ ସ୍ତ୍ରୀ ଦୁହେଁ ପରମେଶ୍ୱରଙ୍କ ଏଦନରେ ଗୋଟିଏ ବି ପୋଷାକ ପିନ୍ଧିନଥିଲେ, ସେମାନେ ଚିଲେଇ ନଥିଲେ, ସେମାନେ କେତେ ତାହା ଦେଖିବାକୁ ସମାନ ଥିଲେ। କାହିଁକି ସେମାନେ ଜାଣିନଥିଲେ ଯେ ସେମାନେ ଉଲଗ୍ନ ଥିଲେ? କାରଣ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେମାନେ ଆବରଣ ହୋଇ ରହିଥିଲେ। ହାଲେଲୁୟା। ସେମାନେ ଉଲଗ୍ନ ଥିଲେ ବି ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆବରଣ ହୋଇ ରହିଥିଲେ। ସେମାନେ ପରସ୍ପରକୁ ଠିକ୍ ଭାବରେ ଦେଖୁଥିଲେ ଏବଂ ସେମାନେ ଜାଣିନଥିଲେ ଯେ ସେମାନେ ଉଲଗ୍ନ। ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେମାନେ ଆଚ୍ଛାଦିତ ହୋଇକି ଥିଲେ। ଏଠାରେ ଲକ୍ଷ୍ୟ କରନ୍ତୁ, ପ୍ରଭୁ ପବିତ୍ର ଆବରଣ ଦ୍ୱାରା ସେମାନଙ୍କୁ ବିବେକକୁ ପାପରୁ ଲୁଚେଇ ରଖିଥିଲେ। ହାଲେଲୁୟା। ଆଜି ସେହି ପ୍ରକାର ଭାବେ ଲାଉଦିକିଆ ମଣ୍ଡଳୀ ଯୁଗକୁ ମଧ୍ୟ ସେ କ'ଣ କରେ, ସେ ଲାଉଦିକିଆ ମଣ୍ଡଳୀ ଯୁଗର ସେଇ ହବାଙ୍କୁ ଦେଖନ୍ତୁ, ତାହା ବି ତ ସେଇ ହବା ହିଁ ଅଟେ। ସେ କ'ଣ କରେ, ସେ ସାଂସାରିକ ବିଷୟରେ ଧନୀ, ଅନ୍ଧ, ପୁଣି ଉଲଗ୍ନ ତାହା ସେ ଜାଣେ ନାହିଁ।
ଯେପରି ଏହା ପରମେଶ୍ୱରଙ୍କ ଏଦନରେ ଥିଲା, କିନ୍ତୁ ବର୍ତ୍ତମାନ ତାହାଠାରେ ପବିତ୍ରର ଆବରଣ ଥିବା ଯୋଗୁଁ ନୁହେଁ, ବରଂ କାମନାର ପାପର ଆବରଣ ଥିବା ଯୋଗୁଁ, ଯାହା ସେ ପରମେଶ୍ୱରଙ୍କ ପବିତ୍ର ଆବରଣକୁ କାଢ଼ି ଦେଇଥିଲେ ଏବଂ କାମନା ପାଇଁ ଜ୍ଞାନର ଆବରଣ ପିନ୍ଧିଥିଲେ। ହାଲେଲୁୟା। ଆଜି ଲାଉଦିକିଆ ଯୁଗକୁ ଯଦି ଆମେ ଦେଖିବା, ପ୍ରଭୁ ତ ତାହାଙ୍କ ମଣ୍ଡଳୀକୁ ପବିତ୍ର ଆତ୍ମାଙ୍କର ଆବରଣରେ ବାନ୍ଧି ନେଇଛନ୍ତି, କିନ୍ତୁ ଲାଉଦିକିଆ ମଣ୍ଡଳୀ ଯୁଗକୁ ଯଦି ଦେଖିବା, ସେତେବେଳେ ଏଠି ଦୋଷ ଦିଆଯାଇଅଛି କି ତୁମେ କେତେ ଅନ୍ଧ, କେତେ ଦୁର୍ଭାଗା, କେତେ ଦରିଦ୍ର, ତାହା ତୁମେ ଜାଣ ନାହିଁ। ପ୍ରେଜ୍ ଦ ଲର୍ଡ। ତାହା ସେ ମଣ୍ଡଳୀକୁ ଏକ ଚେତାବନୀ ଦେଉଅଛନ୍ତି। ଆଉ ତାହା ଯେ ପାପ ଅଟେ ସେ ତାହା ଜାଣେ ନାହିଁ। ସେ ଲାଉଦିକିଆ ମଣ୍ଡଳୀ ଯୁଗ ଜଣେ ବେଶ୍ୟା ଭାବରେ ଆଜି ପ୍ରଭୁଙ୍କ ଦୃଷ୍ଟିରେ ସେ ପରିଚିତ। ପ୍ରେଜ୍ ଦ ଲର୍ଡ। ଆଜିର ସଂସ୍ଥାୟୀ ମଣ୍ଡଳୀ ଗୁଡ଼ିକୁ ଦେଖନ୍ତୁ, ସେଥିର ଅବସ୍ଥାକୁ ଦେଖନ୍ତୁ, କି ପ୍ରକାର ଭାବରେ ପୁରୁଷମାନେ ଏବଂ ସ୍ତ୍ରୀମାନେ କାର୍ଯ୍ୟଗୁଡ଼ିକ କରି ଆସୁଛନ୍ତି। ତାହା ଏକ ବିକୃତ ରାଜ୍ୟ, ବିକୃତ ସ୍ୱର୍ଗ ଭଳିଆ ଦେଖାଯାଉଅଛି। ସେମାନେ ପରମେଶ୍ୱରଙ୍କ ବାକ୍ୟ ନେବା ପରିବର୍ତ୍ତେ ସେମାନେ ପୁରୁଷମାନଙ୍କର ବୌଦ୍ଧିକ ଶିକ୍ଷା ଗ୍ରହଣ କରିଛନ୍ତି। ମଣ୍ଡଳୀକୁ ନେବା ପରିବର୍ତ୍ତେ ସେମାନେ ସଂଗଠନକୁ ଗ୍ରହଣ କରିଅଛନ୍ତି। ତାହା ଆଜି ସେ ପ୍ରକାର ଭାବରେ ଶୈତାନର ରେଦନ ଚାଲିଅଛି। ଶୈତାନର ରେଦନ କ'ଣ ଅଟେ? ଏକ ସୁନ୍ଦର ଭାବେ ଦେଖାଯାଉଥିବା ପାପର ସ୍ୱର୍ଗ ଅଟେ। ପ୍ରେଜ୍ ଦ ଲର୍ଡ। ତେବେ ଆଉ ଆଜି ପ୍ରଶ୍ନ ଏହା ନୁହେଁ ଯେ ଜଗତ କେତେ ଭୁଲରେ ଅଛି। ପ୍ରଶ୍ନ ଏହା ଅଟେ କି ମୋର ହୃଦୟ ତାହା କେଉଁଠାରେ ଦଣ୍ଡାୟମାନ ଅଟେ। ହାଲେଲୁୟା। ଏଣୁକରି ଆସୁ ଆମ୍ଭେମାନେ ଆପଣା ଜୀବନକୁ ବାକ୍ୟର ଅଧୀନତାରେ ରଖିବା, ନା କି କୌଣସି ମନୁଷ୍ୟର ବୁଦ୍ଧିରେ କିମ୍ବା କୌଣସି ପରମ୍ପରାଗତ ଶିକ୍ଷାରେ, ବରଂ କେବଳ ବାକ୍ୟ ଏବଂ ଖ୍ରୀଷ୍ଟଙ୍କ ଠାରେ। ପ୍ରଭୁ ଏ ପଠିତ ବାକ୍ୟରୁ ଆମମାନଙ୍କୁ ଆଶୀର୍ବାଦ